That's the end time revival. ଆଉ ମୋର ଗୋଟେ ଆନ୍ତରିକ ଇଚ୍ଛା ଅଟେ କି ପବିତ୍ର ଆତ୍ମାଙ୍କର ଯୋଉ ଉଦ୍ଦୀପନା ରହିଛି ତାହା ଯେପରି ପ୍ରତ୍ୟେକ ମାନେ ଆସ୍ୱାଦନ କରିବା ତାକୁ ଗ୍ରହଣ କରିବା Because we don't miss the end time revival. ଆଉ ଆମମାନେ କେବେ ବି ଅନ୍ତିମ ସମୟର ଉଦ୍ଦୀପନାକୁ ଆମମାନେ ହରେଇବା ନାହିଁ କି ତାକୁ ମିସ୍ କରିବା ନାହିଁ That is the last revival on this earth. ଆଉ ଏଇ ଜଗତ ମଧ୍ୟରେ ଯଦି ଶେଷ ଉଦ୍ଦୀପନା କଣ ତାହା ପବିତ୍ର ଆତ୍ମାଙ୍କର ଅଭିଷେକ ଉଦ୍ଦୀପନା ଅଟେ That is starts in India only. ଆଉ ତାହା ଆମେ ଦେଖିପାରୁଛୁ ଭାରତବର୍ଷରେ ତାହା ପ୍ରାରମ୍ଭ ହେଇଛି So it's very powerful season. ଆଉ ଏହା ଆମମାନଙ୍କ ନିମନ୍ତେ ଗୋଟେ ଶକ୍ତି ଯୁକ୍ତର ସମୟ ଋତୁ ଅଟେ The people will receive the Lord Jesus Christ never before it happened. ଆଉ ଏମିତି କେବେ ଘଟି ନାହିଁ ତାଠାରୁ ମଧ୍ୟ ଅଦ୍ଭୁତ ବିଷୟ ଘଟିବ କି ଲୋକମାନେ ଯୋଉମାନେ ପ୍ରଭୁଙ୍କୁ ଜାଣିନାହାନ୍ତି ଅଗଣିତ ଲୋକମାନେ ଯୀଶୁଙ୍କୁ ତ୍ରାଣକର୍ତ୍ତା ବୋଲି ଗ୍ରହଣ କରିବେ I read one book, Maria Itterwood. ଆଉ ଗୋଟେ ମୁଁ ପୁସ୍ତକ ପଢୁଥାଏ ପ୍ରଭୁଙ୍କ ଦାସଙ୍କ ସେ ପୁସ୍ତକର ନାଁ କହିଲେ When she ministered to the people, ଆଉ ସେ ଯେପରି ଲୋକମାନଙ୍କ ମଧ୍ୟରେ ସେବା କାର୍ଯ୍ୟ କରନ୍ତି surrounding 30 kilometers, ଆଉ ଯୋଉ ଜାଗାରେ ସେ ସେବା କାର୍ଯ୍ୟ କରନ୍ତି ତାର ଆଖପାଖ ପାଖାପାଖି 30 ରୁ 35 କିଲୋମିଟର ପରିସର ମଧ୍ୟରେ the people cry for Jesus Christ. ଆଉ ଲୋକମାନେ ଖ୍ରୀଷ୍ଟଙ୍କ ନିମନ୍ତେ କ୍ରନ୍ଦନ ଏବଂ ବିଳାପ କରୁଥିଲେ That much impacted the people. ଆଉ ସେଇ ପ୍ରଭୁଙ୍କ ଦାସୀଙ୍କର ସେବା କାର୍ଯ୍ୟ ଏତେ ଦୂରତ୍ୱ ପ୍ରଭାବ ପକେଇ ପାରିଥିଲା We are having the same Holy Spirit. ଆଉ ଆମ୍ଭେମାନେ ମଧ୍ୟ ସେଇ ସମାନ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହୋଇଅଛୁ What Jesus received the Holy Spirit. Same. ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଥିଲେ ଆମ୍ଭେମାନେ ମଧ୍ୟ ସେଇ ପବିତ୍ର ଆତ୍ମାକୁ ଗ୍ରହଣ The କରିଥିଲେ same Holy Spirit Peter carried. ଆଉ ସେ ସମାନ ପବିତ୍ର ଆତ୍ମା ପିତର ଆଉ ପିତରଙ୍କ ମଧ୍ୟରେ ଥିଲେ The same Holy Spirit carried the Paul. ଆଉ ସେଇ ସମାନ ପବିତ୍ର ଆତ୍ମା ପାଉଲମାନେ ଯେକୌଣସି ଜଣେ ଶକ୍ତିଯୁକ୍ତ ପ୍ରଭୁଙ୍କର ସେବକକୁ ଦେଖି ପାରୁଛନ୍ତି ସେଇମାନଙ୍କ ମଧ୍ୟରେ ମଧ୍ୟ ସେଇ ସମାନ ପବିତ୍ର ଆତ୍ମା ଈଶ୍ୱର ଅଛନ୍ତି We have the same Holy Spirit. ଆମ୍ଭମାନଙ୍କ ଅନ୍ତରରେ ସହିତରେ ମଧ୍ୟ ସେଇ ପବିତ୍ର ଆତ୍ମାକୁ ଆମେ ଧାରଣ କରିଛୁ But we are not unable to release that Holy Spirit. କିନ୍ତୁ ଆମ୍ଭେମାନେ ସେଇ ପବିତ୍ର ଆତ୍ମାଙ୍କର ଶକ୍ତି ସାମର୍ଥ୍ୟକୁ ପ୍ରକାଶ କରିବା ପାଇଁ ଅସମର୍ଥ Because we could not understand who is the Holy Spirit. ତାର ଗୋଟିଏ କାରଣ କି ଆମେମାନେ ବୁଝିପାରିନାହୁଁ ଏ ପର୍ଯ୍ୟନ୍ତ ପବିତ୍ର ଆତ୍ମା କି ଏବଂ କଣ But we must understand little bit now. କିନ୍ତୁ ପ୍ରଭୁ ଗୌରବ ପାଆନ୍ତୁ ଏତେ ସମୟ ଭିତରେ ଆମେ କିଛି ପରିମାଣରେ ପବିତ୍ର ଆତ୍ମାକୁ ବୁଝିପାରିଛୁ Just practice it. ଆଉ ଏହା ମାନେ ଅଭ୍ୟାସ କରିବା So say like this. Say like this. ଆଉ କୁହନ୍ତୁ ଏପରି Holy Spirit, help me to understand this word. ହେ ପବିତ୍ର ଆତ୍ମା ଈଶ୍ୱର ମୋତେ ସାହାଯ୍ୟ କରନ୍ତୁ ଏ ବାକ୍ୟକୁ ବୁଝିବା ପାଇଁ Holy Spirit, help me to pray. ପବିତ୍ର ଆତ୍ମା ପ୍ରାର୍ଥନା କରିବା ମୋତେ ସାହାଯ୍ୟ କରନ୍ତୁ Holy Spirit, give me the ability to deliver the people. ଆଉ ପବିତ୍ର ଆତ୍ମା ପରମେଶ୍ୱର ମୋତେ ଶକ୍ତି ଯୁକ୍ତ କରନ୍ତୁ ଯେପରି ମୁଁ ଲୋକମାନଙ୍କୁ ମୁକ୍ତ କରିପାରିବି That is called. ଆଉ ଆମେମାନେ ପବିତ୍ର ଆତ୍ମାଙ୍କ ସହିତ କଥୋପକଥନ ହଉଛୁ And the Holy Spirit talking to us. ପବିତ୍ର ଆତ୍ମା ପରମେଶ୍ୱର ଆମମାନଙ୍କ ସହିତ କଥୋପକଥନ ହଉଛନ୍ତି We are very happy to talking to the Father. ଆମେମାନେ ପିତାଙ୍କ ସହିତ କଥା ହେବା ପାଇଁ ଆନନ୍ଦିତ ହଉଛୁ We are very happy to talking to Jesus Christ. ଆମେମାନେ ଆନନ୍ଦିତ ହଉଛୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ କଥା ହେବା ପାଇଁ We are not happy. We are not understand talking to the Holy Spirit. କିନ୍ତୁ ଆମେମାନେ ଏ ପର୍ଯ୍ୟନ୍ତ ପବିତ୍ର ଆତ୍ମାଙ୍କ ସହିତ କଥା ହେବା ପାଇଁ ବୁଝିପାରିନାହୁଁ କି ଆମମାନେ ଆନନ୍ଦିତ ମଧ୍ୟ ନାହୁଁ But in the Bible says the fellowship with the Holy Spirit. କିନ୍ତୁ ବାଇବଲ ସିଧାସଳଖ ଷ୍ଟ୍ରଙ୍ଗଲି ଆମକୁ କୁହେ ପବିତ୍ର ଆତ୍ମାଙ୍କର ସହଭାଗିତାର The ଆବଶ୍ୟକ fellowship means oneness with the Holy Spirit. ସହଭାଗିତା ମାନେ ପବିତ୍ର ଆତ୍ମାଙ୍କ ସହିତ ଏକ ହେବା How can you one with the Holy Spirit without talking? କିପରି ପବିତ୍ର ଆତ୍ମାଙ୍କ ସହିତ କଥାବାର୍ତ୍ତା ନ ହେଇକି ଆମେ ତାହାଙ୍କ ସହିତ ଏକ ହେଇପାରିବା We must talk to the Holy Spirit. ଏକ ହେବା ନିମନ୍ତେ ଆମକୁ ତାଙ୍କ ସହିତ କଥା ହେବାକୁ ପଡ଼ିବ Because He is a God. କାରଣ ସେ ଈଶ୍ୱର ଅଟନ୍ତି We are talking to God. ଆମ୍ଭେମାନେ ଈଶ୍ୱରଙ୍କ ସହିତ କଥାବାର୍ତ୍ତା ହଉଛୁ Okay. The Holy Spirit only reveals Jesus Christ. ଆଉ ପବିତ୍ର ଆତ୍ମା କେବଳ ଯୀଶୁ ଖ୍ରୀଷ୍ଟଙ୍କୁ ଆମକୁ ପ୍ରକାଶ କରନ୍ତି That's why we must fellowship the Holy Spirit. ସେଇ କାରଣ ଯୋଗୁଁ ଆମମାନେ ପବିତ୍ର ଆତ୍ମାଙ୍କ ସହଭାଗିତା ମଧ୍ୟରେ ରହିବାର Just practice it. ଆସନ୍ତୁ ଆମେ ଅଭ୍ୟାସ କରିବା I am practicing almost. This is 17 years. 17 ବର୍ଷ ଧରି ମୁଁ
ସୌଭାଗ୍ୟତା ଏବଂ କଥାବାର୍ତ୍ତା ହେବା ପାଇଁ ମୁଁ ଅଭ୍ୟାସ କରୁଅଛି। Every time I open the Bible, every day I read the Bible for myself. ଓ ପ୍ରତି ମୁହୂର୍ତ୍ତ ପ୍ରତିଦିନ ମୋ ନିମନ୍ତେ ମୁଁ ବାକ୍ୟକୁ ଅଧ୍ୟୟନ କରୁଛି। Not for the preaching. ମୁଁ ପ୍ରଚାର କରିବା ପାଇଁ ପଢୁନାହିଁ। The Bible read it for me. ଆଉ ଏହି ବାକ୍ୟ ମୋ ପାଇଁ ଅଟେ। Almost. ଜୀବନର ଅର୍ଥ କ'ଣ ଅଟେ? Yes, tell me, no problem. Okay. Yeah? Humans. Yes, wonderful pastor. Okay. Thank you. God bless you. So, the baptism means, the baptism word came from baptizo. ବାପ୍ତିସ୍ମ ଶବ୍ଦ ଗ୍ରୀକ ଶବ୍ଦ ବାପ୍ଟାଇଜୋରୁ ଆସିଛି। That means immerse in something. ତାହାର ଅର୍ଥ ସମ୍ପୂର୍ଣ୍ଣ ଭାବରେ ବୁଡ଼େଇବା। So here is saying, ଆଉ ଏଠାରେ ମଧ୍ୟ ସମାନ ପ୍ରକାରଟେ Jesus will baptize you, immerse in the Holy Spirit and with fire. ଆମେନ୍ ଆମେନ୍ ଆମେନ୍। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ମୋତେ ପବିତ୍ର ଆତ୍ମାଙ୍କ ଠାରେ ସମ୍ପୂର୍ଣ୍ଣ ବୁଡ଼େଇବେ ଏବଂ ଅଗ୍ନିରେ ଆମକୁ ବୁଡ଼େଇକି ବାପ୍ତିସ୍ମ ଦେବେ। ସେ ବାପ୍ତିସ୍ମ That is only Jesus will gives you. ଆଉ ତାହା କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ଦେଇପାରିବେ। It's supernatural baptism. ଆଉ ଏହା ଗୋଟେ ଅଲୌକିକ ଡୁବନ ବା ବାପ୍ତିସ୍ମ ଅଟେ। No human can gives you. ଏହା ମନୁଷ୍ୟ ଦ୍ୱାରା କେବେ ବି କରାଯାଇ ପାରିବ ନାହିଁ। See, the Holy Spirit take us into Jesus Christ. ଆଉ ପବିତ୍ର ଆତ୍ମା ପରମେଶ୍ୱର ଆମକୁ ଯୀଶୁଙ୍କ କତିକି ନେଇ ଯାଆନ୍ତି। Jesus Christ take us into Holy Spirit. ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପବିତ୍ର ଆତ୍ମାଙ୍କ ନିକଟକୁ ଆମକୁ ନେଇ ଯାଆନ୍ତି। This is the two kinds of differences. ଏହା ଦୁଇ ପ୍ରକାରର ଭିନ୍ନତା ଆମେ ଦେଖିପାରୁଛୁ। See, the Bible says, 1 Corinthians ଦେଖନ୍ତୁ ଆମେ ପ୍ରଥମ କରନ୍ଥୀୟ ବାଇବଲରେ ଆମେ ଦେଖିବା 12th chapter. 12 ଅଧ୍ୟାୟ ମାନେ ଖୋଲିବା। You must understand this. ଆପଣମାନଙ୍କୁ ଏହା ବୁଝିବା ନିତାନ୍ତ ଆବଶ୍ୟକ ରହିଛି। 13th verse. ଆଉ ମାନେ 13 ପଦ ମାନେ ପଢିବା ପାଇଁ ଯିବା। 1 Corinthians 12th chapter, 13th verse. ଓକେ, ପ୍ରଥମ କରନ୍ଥୀୟ 12 ଅଧ୍ୟାୟ 13 ପଦ। Some of us are Jews, some are Gentile, some are slaves, some are free, but we have all been baptized into Christ's body by one Spirit. ଯେଣୁ ଆମ୍ଭେମାନେ ଯିହୁଦୀ ହେଉ ବା ଗ୍ରୀକ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। Here Bible says, ଏଠାରେ ବାଇବଲ ଏପରି ଆମକୁ ପ୍ରକାଶ କରେ, by one Spirit ଏକ ଆତ୍ମାଙ୍କ ଦ୍ୱାରା we are baptized into Christ's body. ଖ୍ରୀଷ୍ଟଙ୍କ ଶରୀର ମଧ୍ୟରେ ଆମେ ବାପ୍ତିଜିତ ହେଉଅଛୁ। That is the responsibility of the Holy Spirit. ଏହା ପବିତ୍ର ଆତ୍ମାଙ୍କର ଗୋଟେ ଗୁରୁ ଦାୟିତ୍ୱ ଅଟେ। Holy Spirit take us into Christ's body. ପବିତ୍ର ଆତ୍ମା ପରମେଶ୍ୱର ଜଣେ ବ୍ୟକ୍ତିଙ୍କୁ ସେ କଣ କରନ୍ତି? ଖ୍ରୀଷ୍ଟଙ୍କ ଶରୀର ନିକଟକୁ ସେ ନେଇଯାଆନ୍ତି। Now Jesus Christ ବର୍ତ୍ତମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟ take us into Holy Spirit. ସେହି ବ୍ୟକ୍ତିଙ୍କୁ ପବିତ୍ର ଆତ୍ମାଙ୍କ ନିକଟକୁ ନେଇଯାଆନ୍ତି। Hallelujah. ହାଲେଲୁୟା। We are very happy to baptize to Christ. ଆଉ ଆମେମାନେ ଖୁସି ଅଟୁ କି ଆମମାନେ ଈଶ୍ୱରଙ୍କ ଶରୀରରେ ବାପ୍ତିଜିତ ହେଇଅଛୁ। We are very happy. ଆମମାନେ ଖୁସି ଅଟୁ। But Jesus said, John the Baptist says, ଆଉ କିନ୍ତୁ ଡୁବକ ଜଣ ଏପରି କହନ୍ତି, the someone is coming କିନ୍ତୁ ଜଣେ ବ୍ୟକ୍ତି ଏପରି ଜଣେ ଆସୁଛନ୍ତି is more greater than I am. ମୋ ଠାରୁ ଅଧିକ 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 ମହାନ ବ୍ୟକ୍ତି ଅଟନ୍ତି। He will take you, ସେ ଆପଣଙ୍କୁ ମୋତେ ନେଇଯିବେ, he will baptize you ଆମମାନଙ୍କୁ ସେ ବାପ୍ତିସ୍ମ ଦେବେ in the Holy Spirit ପବିତ୍ର ଆତ୍ମାଙ୍କ ଠାରେ with the fire. ଆଉ ଅଗ୍ନିରେ। Amen. ଆମେନ୍। Hallelujah. Hallelujah. There are the two kinds. ଦୁଇ ପ୍ରକାରର ବିଷୟ। One is dipping in the Holy Spirit ଗୋଟିଏ ପବିତ୍ର ଆତ୍ମାଙ୍କ ଠାରେ ବୁଡ଼େଇବା and the fire. ଆଉ ଅଗ୍ନି ତଳେ ବୁଡ଼େଇବା। Hallelujah. Hallelujah. See, dipping means, baptizing means Yes, please. immerse in something. ବାପ୍ତିସ୍ମର ଅର୍ଥ, ଡୁବନର ଅର୍ଥ କିଛି ବିଷୟକୁ ସମ୍ପୂର୍ଣ୍ଣ ରୂପରେ ବୁଡ଼େଇବା। Suppose it's a white cloth. White cloth. ଓକେ, ଏହା ଗୋଟେ ଧଳା ରଙ୍ଗର ଗୋଟେ ମାନେ ଗୋଟେ କପଡ଼ା ଗୋଟେ। I am dipping in blue color. ଆଉ ମୁଁ ଏଇ ଯେତେବେଳେ ବ୍ଲୁ କଲରରେ ବୁଡ଼ଉଛି ଆକୁ, Now this white color capsule became a blue color ଆଉ capsule. ଏହି ଧଳା ରଙ୍ଗର ଲୁଗା କଣ ହେବ? ଏହା ସମ୍ପୂର୍ଣ୍ଣ ବ୍ଲୁ ହେଇଯିବ। Amen. ଆମେନ୍। Think about it. ଆଉ ଏଇ ବିଷୟଟି ଭାବନ୍ତୁ। Now Jesus Christ ବର୍ତ୍ତମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟ take us into, ଆମ୍ଭମାନଙ୍କୁ ନେଇଯାଆନ୍ତି, immerse in the Holy Spirit ପବିତ୍ର ଆତ୍ମାଙ୍କ ଠାରେ ବୁଡ଼େଇ ଦିଅନ୍ତି with the fire.
what will happen? कोण हेबो We became a whole, just like the Holy Spirit. आम्हे माने की परि देखा दिबा पवित्र आत्मा को परि देखा दिबा We became a fire. अब आम्हे माने कोण गुटे अग्नि परि देखा दिबा Amen. Amen. Because कारण the Holy Spirit is a fire. कारण पवित्र आत्मा अग्नि अटंती Father God is a fire. पिता परमेश्वर अग्नि अटंती Lord Jesus Christ is a fire. प्रभु यीशु ख्रीष्ट अग्नि अटंती Now you became a fire. ଆଉ ସେଇଥିପାଇଁ ଆମେ ମାନେ କଣ ହେବା ଅଗ୍ନି ହେଇଯିବା Amen. Amen. Hallelujah. Hallelujah. You are not an ordinary man. ଆଉ ଆମେ ମାନେ ସାଧାରଣ ବ୍ୟକ୍ତି ନହୁ Pastors, you are not an ordinary man. ପ୍ରିୟ ବାଳକ ବନ୍ଧୁ ମାନେ ଆପଣ ମାନେ ସାଧାରଣ ବ୍ୟକ୍ତି ବିଶିଷ୍ଟ ଲୋକମାନେ ନୁହନ୍ତି You have the same nature of Father. ଆଉ ଆପଣ ମାନଙ୍କ ମଧ୍ୟରେ ମଧ୍ୟ ସେଇ ସମାନ ସ୍ୱଭାବ ପିତାଙ୍କର ସମାନ ସ୍ୱଭାବ ରହିଅଛି You have the same nature of the Lord Jesus Christ. ଆଉ ଆପଣଙ୍କ ଠାରେ ମଧ୍ୟ ସମାନ ସ୍ୱଭାବ ଖ୍ରୀଷ୍ଟଙ୍କର ସ୍ୱଭାବ ରହିଅଛି You have the same nature of the Holy Spirit. ପବିତ୍ର ଆତ୍ମାଙ୍କ ପରି ସମାନ ସ୍ୱଭାବ ଆପଣଙ୍କ ଠାରେ ରହିଅଛି You are not an ordinary person. ଆପଣ ମୁଁ ଅର୍ଡିନାରୀ ବା ସାଧାରଣ ବ୍ୟକ୍ତି ନହୁ You must think like that. ଏହା ଆମକୁ ଭାବିବାକୁ ପଡିବ Hallelujah. Hallelujah. Else, what will happen? No, you will fail. ଯଦି ଏହା ହେବ ନାହିଁ ଏମିତି ଭାବିବା ନାହିଁ ଏହି ସତ୍ୟତାକୁ ବୁଝିବା ନାହିଁ ଆମେ ବିଫଳ ହେଇଯିବା That's why the Bible says, Paul says like this. ସେଇଥିପାଇଁ ବାଇବଲ ଏପରି କୁହେ ପାଉଲ ଏପରି କହନ୍ତି Romans ରୋମିଓ ପୁସ୍ତକ ମାନେ ଖୋଲ 12th chapter. 12. ୟା 12 ଅଧ୍ୟାୟ Book of Romans, 12th chapter, 2nd verse. ଆଉ ଆମମାନେ ପଢିବା ରୋମିଓ ପୁସ୍ତକ 12 ଅଧ୍ୟାୟ 2 ପଦ Don't copy the behavior, custom of this world, but let God transform you into new person by changing the way you think. Then you will know what God wants to do, and you will know how good and pleasing and perfect His will really is. ତୁମ୍ଭେ ମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ କିନ୍ତୁ ଯେପରି ତୁମେ ମାନେ ଈଶ୍ୱରଙ୍କ ଇଚ୍ଛା କଣ ଅର୍ଥାତ୍ ଉତ୍ତମ ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଣ ଏହା ପରୀକ୍ଷା କରି ଜାଣିପାର ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ Amen. Amen. The scripture says here, ବାଇବଲ ଏପରି କୁହେ change your thinking. ଆପଣଙ୍କର ଚିନ୍ତାଧାରାକୁ ବଦଳେଇ ଦିଅନ୍ତୁ If you are not change your thinking, ଯଦି ଆପଣଙ୍କର ଚିନ୍ତାଧାରାକୁ ବଦଳେଇବେ ନାହିଁ you never became a new person. ଆପଣ କେବେ ବି ଗୋଟେ ନୂତନୀକରଣ ହେଇପାରିବେ ନାହିଁ But your spirit is a new person. କିନ୍ତୁ ଆପଣଙ୍କର ଯୋଉ ଆତ୍ମା ସେ ନୂତନୀକରଣ ଅଟନ୍ତି But your thoughts are not aligned with your spirit. କିନ୍ତୁ ଆପଣଙ୍କର ଚିନ୍ତା ଏ ଆତ୍ମାଙ୍କ ସହିତ ସମତୁଲ ହେଇପାରୁ ନାହିଁ That's why your failure can say. ସେଇଥିପାଇଁ ଆପଣ ମୁଁ ବିଫଳୀକୃତ ଜଣେ ବ୍ୟକ୍ତି See, listen very carefully. ତ ଧ୍ୟାନ ସହିତ ଶୁଣିବେ ମୋ ପ୍ରିୟମାନେ Your spirit is new creation. ଆପଣଙ୍କର ଆତ୍ମା ନୂତନ ସୃଷ୍ଟି ଅଟେ Your spirit became a Jesus Christ spirit. ଆପଣଙ୍କର ଆତ୍ମା ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମା ପରି ହେଇଗଲା Agree with me or not? ଆପଣ ମାନେ ମୋ ସହିତ ସହମତ କି Your spirit became a new creation. ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲା ପରେ ଆମମାନଙ୍କର ଆତ୍ମା ଯୀଶୁଙ୍କ ଉପରେ ଗୋଟେ ନୂଆ ହେଇଗଲା Your spirit became a Christ spirit. ଆପଣଙ୍କର ଆତ୍ମା ମୋର ଆତ୍ମା ଖ୍ରୀଷ୍ଟଙ୍କର ଆତ୍ମା ପରି ହେଇଗଲେ Agree with me or not? ଆପଣ ମାନେ ସହମତ କି ନୁହଁ Yes or no? Yes. Yes. I will show you one thing. ଗୋଟେ ବିଷୟ ମୁଁ ଆପଣଙ୍କୁ This is my spirit. ଏହା ମୋର ଆତ୍ମା ଅଟେ Okay, this is my spirit. This is totally sea. ଏହା ଗୋଟେ ସମୁଦ୍ର ଅଟେ Okay, now this is my spirit. I am taking this water. Okay, I am mixed into sea. ୟା ଓକେ ଓକେ ଏହା ସମୁଦ୍ର ଅଟେ ଏହି ଆତ୍ମା ରୂପକ ଜଳକୁ ମୁଁ ଯେତେବେଳେ ସମୁଦ୍ରରେ ପକେଇ ଦଉଛି ଆଉ ମିଶେଇ ଦଉଛି What will happen? କଣ ହବ Sea water, this water totally mixed. ଆଉ ସମୁଦ୍ରର ପାଣି ଜଳ ଏହି ବୋତଲର ଜଳ ସବୁ ମିଶିଯିବ Can you separate this water? ଏହି ବୋତଲର ପାଣି ଆପଣ କଣ ଭିନ୍ନ କରି ପାରିବେ କି No. କାହିଁକି Why? କାହିଁକି ପୁରା ସେଟା ମିଶି ଗଲି they are telling that water this water same Same. Yeah. Okay. Same. Good answer, Pastor. okay Another. ଆଉ କିଛି ଆର It's good answer. No doubt at all. Yeah. There is big sea, na? ବେଶୀ ବୋତଲ ପାଣି କମ୍ ପାଣି ବେଶୀ ପାଣିରେ ଆକେଇଲେ ସେଟା she is telling that water the water bottle of water is very Little. but the water of sea Yes, exactly. Yeah. Exactly. Yeah. God bless you, man. Okay. God bless you. She always do good answer. yeah I enjoyed a lot. Okay. Yes, exactly. She says exactly. ମା ଯାହା କହିଲେ ତାହା ସେ ଠିକ ସଠିକ କଥା କହିଛନ୍ତି The sea is a big. ଆଉ ସମୁଦ୍ର ବଡ଼ Now our water, this water is
very small. ଆଉ ଏହି ବୋଟଲଠୁ ଛୋଟ ଅଟେ। Now this water is mingled with that one. ଆଉ ଯେତେବେଳେ ଏହି ପାଣି ସମୁଦ୍ର ପାଣି ସହିତ ମିଶିଯିବ So we cannot separate it. ଆଉ ଏ ବୋଟଲ ପାଣିକୁ ଆପଣ ଅଲଗା କରିପାରିବେ ନାହିଁ। This water became a salt water. ଆଉ ଏହି ପାଣି ଲୁଣି ପାଣି ହେଇଯିବ। This good water but became a salt water. କିନ୍ତୁ ଏହି ଭଲ ପାଣି ସମୁଦ୍ର ପାଣି ଯେହେତୁ ଲୁଣି ପାଣି ସମୁଦ୍ରରେ ମିଶିଗଲେ ତାହା ଲୁଣି ପାଣି ହେଇଯିବ। Inseparable. ତାହା କେବେ ବି ଅଲଗା କରାଯାଇ ପାରିବ ନାହିଁ। Now see, I will show you one verse. ମୁଁ ଗୋଟେ ପଦ ଆପଣମାନଙ୍କୁ The ଦେଖିବାକୁ first Corinthians ପ୍ରଥମ କରନ୍ତୀୟ 16th chapter, 6th chapter, ପ୍ରଥମ କରନ୍ତୀୟ 6 ଅଧ୍ୟାୟ ମାନେ ଖୋଲିବା 17th verse. 17 ପଦ ମାନେ ପଢିବା। ଓକେ ପ୍ଲିଜ 1st Corinthians 6th chapter, 17th verse. ପ୍ରଥମ କରନ୍ତୀୟ 6 ଅଧ୍ୟାୟ 17 ପଦ। The person who is joined to the Lord became one spirit with him. କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ। Amen. Amen. Hallelujah. Hallelujah. See, this is Jesus Christ. ଆଉ ଇଏ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। Now I am joined with him. ଆଉ ମୁଁ ଜଣେ ସାଧାରଣ ବ୍ୟକ୍ତି ତାଙ୍କ ସହିତ ଜଡ଼ିତ ହେବି ବା Now ସଂଯୁକ୍ତ I'm joined. ମୁଁ ତାଙ୍କ ସହିତ ସଂଯୁକ୍ତ ହେବି। Now I became a one with him. ଆଉ ମୁଁ ବର୍ତ୍ତମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଏକ ହେବି Just like Jesus Christ. ଯୀଶୁ ଖ୍ରୀଷ୍ଟଙ୍କ ପରି। Amen. ଆମେନ୍। Hallelujah. Hallelujah. That is our identity. ତାହା ଆପଣଙ୍କର ମୋର ଆମ ସମସ୍ତଙ୍କର ପରିଚୟ ଅଟେ। We must think like that only. ଆମମାନଙ୍କୁ ଏହି ସତ୍ୟତାକୁ ବୁଝିବାକୁ ଚିନ୍ତା କରିବାର ଆବଶ୍ୟକତା ରହିଛି। Then only we become a new person. ତାହେଲେ ହିଁ ଆମ୍ଭେମାନେ ଗୋଟେ ନୂଆ ବ୍ୟକ୍ତି ବିଶେଷ ହେଇପାରିବା। Then only we understand will of God. ତାହେଲେ ହିଁ ଆମ୍ଭେମାନେ ଈଶ୍ୱରଙ୍କର ଅଭିମତ ବା ଇଚ୍ଛାକୁ ବୁଝିପାରିବା। Then only we can taste goodness of God. ତାହେଲେ ହିଁ ଆମ୍ଭେମାନେ ଈଶ୍ୱରଙ୍କର ଉତ୍ତମତାକୁ ଆସ୍ୱାଦନ କରିପାରିବା। That's why Lord Jesus says, ସେଇଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି I will baptize you into Holy Spirit with fire. ଯୀଶୁ ଖ୍ରୀଷ୍ଟ କହନ୍ତି ମୁଁ ତୁମମାନଙ୍କୁ ପବିତ୍ର ଆତ୍ମାଙ୍କ ଠାରେ ଦୁବନ ଦେବି ଅଗ୍ନିର ସହିତ। So we became a fire. ଆମ୍ଭେମାନେ ଅଗ୍ନି ସ୍ୱରୂପ ହେଲୁ। We became Bible says the Lord Jehovah is a fire. ଆଉ ବାଇବଲ କହେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜିହୋବା ସେ ଅଗ୍ନି ଅଟନ୍ତି। Deuteronomy 2:4-24. Deuteronomy ଓକେ ଦ୍ୱିତୀୟ ବିବରଣୀ 4:24. ଆଉ 4:24 ପଦ। And the book of Hebrews, ଆଉ ଏବ୍ରୀ ପୁସ୍ତକ 12th chapter 20th verse. ଆଉ 12:29 ପଦ। Jesus Christ is the fire, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି ମୁଁ ଅଗ୍ନି ଅଟେ। the consuming fire. Consuming fire. ଓକେ ମାନେ ଗ୍ରାସକାରୀ ଅଗ୍ନି। And Isaiah 4:4 says, ଆଉ ଯିଶାୟା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 4:4 ପଦ। the Holy Spirit consuming fire. ପବିତ୍ର ଆତ୍ମା ଗ୍ରାସକାରୀ ଅଗ୍ନି ଅଟନ୍ତି। That Jesus decided to ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହା ଇଚ୍ଛା କରନ୍ତି decided to we also became like him. ଆମ୍ଭେମାନେ ମଧ୍ୟ ତାହାଙ୍କ ପରି ହଉ। That's why you want baptized with the fire. ସେଇଥିପାଇଁ ସେ ଆମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କ ଠାରେ ବାପ୍ତିସ୍ମ ଦେବା ପାଇଁ ଚାହାନ୍ତି। This fire is very different. ଆଉ ଏହି ଅଗ୍ନି ଗୋଟେ ଅଲଗା ପ୍ରକାର ଅଗ୍ନି ଅଟେ। This fire is very different fire. ଆଉ ଏହି ଅଗ୍ନି ଗୋଟେ ଅଲଗା ପ୍ରକାରର ଅଗ୍ନି ଅଟେ। When you baptize into that fire, ଯେତେବେଳେ ଆପଣ ମୁଁ ସେଇ ପବିତ୍ର ଆତ୍ମାଙ୍କ ଠାରେ ବାପ୍ତିଜିତ ହେବା your ministry became a different. ଆପଣଙ୍କର ସେବା ଗୋଟେ ଭିନ୍ନ ହୋଇଯିବ। Amen. Amen. Hallelujah. Hallelujah. This is the plan of Lord Jesus Christ. ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏକ ସ୍ୱତନ୍ତ୍ର ଯୋଜନା ଅଟେ। See what will happen when we encounter that fire. ଆଉ ଆମ୍ଭେମାନେ ଯେତେବେଳେ ସେଇ ଅଗ୍ନି ସହିତ ସାକ୍ଷାତ କରିବା କଣ ଘଟେ ଦେଖନ୍ତୁ। Exodus ଆଉ ଯାତ୍ରା ପୁସ୍ତକ ମାନେ ଖୋଲିବା chapter 3, ତୃତୀୟ ଅଧ୍ୟାୟ ମାନେ ଖୋଲିବା 4th verse. 4 ପଦ ମାନେ ପଢିବା। The second verse. Exodus 3:2. ଯାତ୍ରା ପୁସ୍ତକ 3:2 ପଦ। Suddenly the angel of God appeared to him as a blazing fire in a bush. Moses was amazed because bush was engulfed in flame, but it did not burn up. Amazing. Moses said to himself, why is not the bush burning up? I must go over to see the cities. When God saw that he had cut Moses' attention, God called to him from the bush, Moses, Moses, here I am. Moses replied, don't come too much closer, God told him. Take
take off your sandal, for you are standing on the holy grounds. ଆମେ 2 ପଦରୁ 5 ପଦ ପର୍ଯ୍ୟନ୍ତ ପଢିବା। ଏଥିରେ ଗୋଟିଏ ବୁଦା ମଧ୍ୟରୁ ଅଗ୍ନି ଶିଖାରେ ସଦା ପ୍ରଭୁଙ୍କ ଦୂତ ତାଙ୍କୁ ଦର୍ଶନ ଦେଲେ। ତହୁ ସେ ଅନାଇଲେ ଆଉ ଦେଖ ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉନାହିଁ। ତେଣୁ ମୋଶା କହିଲେ, ମୁଁ ଏକ ପାଖକୁ ଯାଇ ଏହି ମହାଶ୍ଚର୍ଯ୍ୟ ବିଷୟ ଦେଖିବି, ବୁଦାଟା କାହିଁକି ଦଗ୍ଧ ହେଉନାହିଁ। ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି, ସେତେବେଳେ ପରମେଶ୍ୱର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, ହେ ମୋଶା। କହିଲେ ସେ କହିଲେ, ଏହି ଦେଖନ୍ତୁ ମୁଁ ଉପସ୍ଥିତ ଅଛି। ତେଣୁ ସେ କହିଲେ, ତୁମ୍ଭେ ଏ ସ୍ଥାନରେ ନିକଟବର୍ତ୍ତୀ ହୁଅ ନାହିଁ, ତୁମ୍ଭ ପାଦରୁ ପାଦୁକା କାଢ, କାରଣ ତୁମେ ଯେଉଁ ସ୍ଥାନରେ ଛିଡ଼ା ହେଉଛ ତାହା ପବିତ୍ର ଭୂମି। Amen. Amen. Very listen very carefully. ଯତ୍ନ ସହକାରେ ଶୁଣିବା ମଧ୍ୟ। So if you have a desire to receive the fire, ଯଦି ଆପଣ ପବିତ୍ର ଆତ୍ମାଙ୍କର ଅଗ୍ନିକୁ ପ୍ରାପ୍ତ ହେବା ନିମନ୍ତେ ଚାହାନ୍ତି, you must understand this one. ଆପଣ ଏହି ବାକ୍ୟକୁ ବୁଝିବାର ଆବଶ୍ୟକତା। See, we know very well about this story. ଏହି ଘଟଣା ବିଷୟରେ ଆମେ ସମସ୍ତେ ଜାଣୁ। See, the Moses saw the fire. ଆଉ ମୋଶା ଥରେ କଣ ଦେଖେ, ସେ ଅଗ୍ନିକୁ ଦର୍ଶନ କଲେ। The bush is burning. ସେଇ ବୁଦା ଅଗ୍ନିରେ ସେ ପଡୁଛି। Okay, but the bush was engulfed in the flames, but it is a burn up. ଆଉ ଏଇ ଯୋଉ ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଛି, ତଥାପି ତାହା ନଷ୍ଟ ହେଉନାହିଁ। See, the shepherds know very well about the fire comes and the forest burns. ଆଉ ମେଷ ପାଳକ ମାନେ ଭଲରେ ଜାଣନ୍ତି, ଯେତେବେଳେ ଅଗ୍ନି ଆସେ ଜଙ୍ଗ ନଷ୍ଟ ହୁଏ, ପାଳକ ମାନେ ଭଲରେ ଜାଣନ୍ତି ମେଷ ପାଳକ। It's very common thing. ଏହା ଗୋଟେ ସାଧାରଣ ବିଷୟ ଅଟେ। But Moses, his size different. କିନ୍ତୁ ମୋଶାଙ୍କର ଦୃଷ୍ଟିକୋଣ ବା ଯାହା ଦେଖୁଛନ୍ତି ତାହା ଗୋଟେ ଅଲଗା ବିଷୟ ଅଟେ। So the flames are there, ଆଉ ସେଇ ଜାଗାରେ ଗୋଟିଏ ଅଗ୍ନି ପ୍ରଜ୍ୱଳିତ ହେଉଛି, but it doesn't burn up. କିନ୍ତୁ ଏହା ନଷ୍ଟ ହେଉନାହିଁ। He couldn't understand. ସେ ବୁଝିପାରିଲେ। It's amazed. ଆଉ ଏହା ତାଙ୍କ ନିମନ୍ତେ ଗୋଟେ ଆଶ୍ଚର୍ଯ୍ୟଜନିତ ବିଷୟ ଅଟେ। Why? Because, କାହିଁକି? କାରଣ see, if suppose a tree is there, ଭାବି ନିଅନ୍ତୁ ଗୋଟେ ଗଛଟିଏ ରହିଛି। what will you observe on the tree? ଆଉ ଗଛରେ ଆପଣ କଣ ଆପଣମାନେ ଦେଖିପାରିବେ, ଆପଣମାନେ ଅନୁଭବ କରିବେ, ଆପଣମାନେ ଦୃଷ୍ଟିପାତ କରିପାରିବେ? Tell me. ଯଦି ଗୋଟେ ଗଛ ରହିଅଛି, What you will see on the ଆପଣ trees? କଣ ଅନୁକରଣ କରିପାରିବେ, ତାକୁ କିଛି ଆମେ କଣ ଜାଣିପାରିବେ? leaf, flower, fruits, Flowers, good. Okay. Right. leaf, Leaves, okay, right. Fruits. Fruits, okay, right. Out. branches. Branches, right. Out. बोलिए अम्मा। आका पोंगा बोलो। नहीं, अभी पहाड़ पे देखो तो क्या दिखता है आपको? बोल दो, ये सब कैसे? हमें जैसे गच्छ आओ क्या दिखेगा? गच्छ को देखिला में कौन देखिता? फल देखिता, फ्रूट्स देखिता। ओके। और क्या दिखेगा बोल? हाँ? There telling that when we see the tree, we expect the shadow. Yes, shadow. They are telling that when we see the tree, Okay. we expect the shadow. Shadow. Yes, Okay. Shadow. Out. नहीं, आप पक्षियों को नहीं देखते क्या? पशु पक्षी की देखिए नहीं कि नहीं देखते। Yes. The birds and the trees, right? ଗଛରେ ପକ୍ଷୀ ମାନେ ବି ଥାନ୍ତି ନାଇଁ କି? They make nest also. ଆଉ ସେମାନେ ସେଇଠି ବସା ବି କରନ୍ତି, ଗୋଟେ ସେମାନେ ଘର ବି ତିଆରି କରନ୍ତି। In Odisha, I don't know. ଓଡ଼ିଶାରେ ମୁଁ ଜାଣିନି, ଆମ ଠାରେ ସେମିତି ହୁଏ। In Andhra, the birds make the nest there. ଆନ୍ଧ୍ରପ୍ରଦେଶରେ ଗଛ ଗୁଡ଼ିକରେ ପକ୍ଷୀ ମାନେ ବସା ବାନ୍ଧନ୍ତି, ମୁଁ ଜାଣିନି ଓଡ଼ିଶାରେ ଗଛରେ। Birds will be there. Okay, trees, birds and stems. Okay, dry leaves. Everything will be ଶୁଖିଲା there. ପତ୍ର କିଛି ବ୍ରାଞ୍ଚେସ୍ ଯେମିତି କହିଲେ ପତ୍ର ଗୁଡ଼ାକ ଫୁଲ ଫଳ ଅନେକ ଥାଏ। See why Moses attracted fire? କାହିଁକି ମୋଶା ସେଇ ଅଗ୍ନି ପ୍ରଜ୍ୱଳିତ ଅଗ୍ନି ସହିତ ସେ ଆକର୍ଷିତ ହେଲେ? The fire came on the tree. ସେଇ ବୁଦା ଉପରକୁ ଅଗ୍ନି ଆସିଲା। In the tree, ସେଇ ଗଛରେ there are so many nests, ସେ ଅନେକ ପକ୍ଷୀର ବସା ବା ମାନେ ଘର ଗୁଡ଼ାକ ଅଛି, but it is not burning. କିନ୍ତୁ ତାହା ମାନେ ନଷ୍ଟ ହଉନାହିଁ। Some birds are there, ପକ୍ଷୀ ମାନେ ଅଛନ୍ତି, but it is not burning. ସେମାନେ ପଡୁନାହାନ୍ତି ବା ଦଗ୍ଧ ହଉନାହାନ୍ତି। And the leaves are same. ଆଉ ସେ ପତ୍ର ଗୁଡ଼ାକ ସମାନ ଅଛନ୍ତି, It's not burning. ତାହା ନଷ୍ଟ ହଉନାହିଁ। When the fire burns
everything. ଆଉ ଯେହେତୁ ଆମେ ଜାଣୁ ଅଗ୍ନି ସମସ୍ତଙ୍କୁ ଦଗ୍ଧ କରେ, When he burns everything, anything, ଯଦି ଯଦି ଅଗ୍ନି କିଛି ସେ ମାନେ ଦଗ୍ଧ କରେ it became ashes. ତାହା ଗୋଟେ ପାଉଁଶ ହେଇଯାଏ, But it's not happening. କିନ୍ତୁ ଏହା ସେପରି ଘଟୁନାହିଁ। That is amazing. ତାହା ଗୋଟେ ଆଚମ୍ବିତର ବିଷୟ। Amen. Amen. This fire is a spiritual fire. ଆଉ ଏହି ଅଗ୍ନି ଗୋଟେ ସ୍ୱତନ୍ତ୍ର ଅଗ୍ନି ଅଟେ, It carries the life. ଆଉ ଏହା ଜୀବନ ଧାରଣ କରେ। Amen. Amen. The fire carries the life. ଆଉ ଅଗ୍ନି ଜୀବନ ଧାରଣ କରିବାର ଅଗ୍ନି ଅଟେ। When the fire came into the tree, ଆଉ ସେଇ ଗଛ ଉପରେ ବା ବୃକ୍ଷ ଉପରେ ଯେତେବେଳେ ଅଗ୍ନି ଆସିଲା, naturally it burned and it became ashes. ଆଉ ଏହା ପ୍ରଜ୍ୱଳିତ ହେବା ସହିତ କଣ ହେବା କଥା, But the fire is a different fire. କିନ୍ତୁ ଏହି ଅଗ୍ନି ଗୋଟେ ଭିନ୍ନ ଅଗ୍ନି ଅଟେ। It carries the life. ଆଉ ଏହା ନଷ୍ଟ ହୁଏ ଏବଂ ଜୀବନ ପ୍ରଦାନ କରେ। Because Jesus is the fire. କାରଣ Jesus is the fire. Jesus is the fire. ଓକେ, କାରଣ ଯୀଶୁ ଖ୍ରୀଷ୍ଟ ଅଗ୍ନି ଅଟନ୍ତି। The same that Jesus is life. ଆଉ ଆଉ ଠିକ ସେହିପରି ଯୀଶୁ ଖ୍ରୀଷ୍ଟ ଜୀବନ ଅଟନ୍ତି। Amen. Amen. He is the fire, he is the life. ସେ ଅଗ୍ନି ସେ ଜୀବନ ଅଟନ୍ତି। That's why the tree not burning, he received the life. ଆଉ ସେଇଥିପାଇଁ ସେ ଗଛ ଦଗ୍ଧ ହଉନାହିଁ, ଜୀବନକୁ ପ୍ରାପ୍ତ କରୁଛି। It is acted differently. ଆଉ ଏହା ଗୋଟେ ଅଲଗା ପ୍ରକାରରେ ଗୋଟେ କାର୍ଯ୍ୟକାରୀ ହେଲା। It might burn and became ashes, ଆଉ ଏହା ମାନେ ସାଧାରଣ କ୍ଷେତ୍ରରେ ଅଗ୍ନି ଆସିଲେ ପୋଡ଼ିକି ପାଉଁଶ ହେବା କଥା, but it's like a very freshly. କିନ୍ତୁ ଏହା ସେହିପରି ଘଟୁନାହିଁ, ସତେଜ ହେଇକି ରହିଛି। The birds are playing in that one. ପକ୍ଷୀ ମାନେ ଖେଳୁଛନ୍ତି, ଉଡୁଛନ୍ତି, He is hearing some voices there also. ଆଉ ପକ୍ଷୀର ନାଦ ସେ ଶୁଣି ପାରୁଛନ୍ତି। That's attracted the Moses. ତାହା ମୂଷାଙ୍କ ନିମନ୍ତେ ଆକର୍ଷିତର ବିଷୟ। Because Moses very well, he know very well. ଆଉ କାରଣ ମୂଷା ଭଲ ଭାବରେ ରହିଛନ୍ତି। When in forest commonly burn the forest trees and it will become ashes. ମୂଷା ଭଲରେ ଜାଣିଛନ୍ତି ଜଙ୍ଗଲରେ ପୋଡ଼ି ଯିବ, ପୋଡ଼ିକି ନାର୍ଖା ହେଇକି ପାଉଁଶ ହେଇଯିବ। But he saw different. କିନ୍ତୁ ଏହି ଦର୍ଶନ, ଏହି ଦେଖା ତାଙ୍କ ପାଇଁ ଭିନ୍ନ ବିଷୟ। That means we can understand the fire attracts. ତାହାର ଅର୍ଥ ଆମକୁ ବୁଝିବାକୁ ପଡ଼ିବ, ଏହି ପବିତ୍ର ଆତ୍ମାଙ୍କର ଅଗ୍ନି ଆମକୁ ଆକର୍ଷିତ କରେ। This fire attracts the people. ଏହି ଅଗ୍ନି ଲୋକମାନଙ୍କୁ ଆକର୍ଷଣ କରେ। This fire attracts the people. ଏହି ଅଗ୍ନି ଲୋକମାନଙ୍କୁ ଆକର୍ଷଣ କରେ। When he went to saw the fire, if Moses went to saw the fire, ମୂଷା ଯେତେବେଳେ ସେଇ ଅଗ୍ନିକୁ ଦର୍ଶନ କଲେ, then he listened voice. ଆଉ ସେଇ ଜାଗାରେ ସେ ଗୋଟେ ସ୍ୱରକୁ ଶୁଣିଲା। This fire ଏହି ଅଗ୍ନି carries God's voice. ଆଉ ଏହି ଅଗ୍ନି ଈଶ୍ୱରଙ୍କର ରବ ନେଇକି ଆସେ। The first, ପ୍ରଥମ the fire carries the life. ପ୍ରଥମ ଏହି ଅଗ୍ନି ଜୀବନ ନେଇକି ଆସେ। This fire carries the attraction. ଦ୍ୱିତୀୟ ବିଷୟ ଏହି ଅଗ୍ନି ଆକର୍ଷଣ ନେଇକି ଆସେ। This fire carries the voice of God. ତୃତୀୟ ବିଷୟ ଏହି ଅଗ୍ନି ଈଶ୍ୱରଙ୍କ ରବ ନେଇକି ଆସେ। And this fire ଏବଂ ଏହି ଅଗ୍ନି reveals Moses' identity. ଆଉ ଏହା ମୂଷାଙ୍କର ପରିଚୟକୁ ପ୍ରକାଶିତ କରେ। Amen. Amen. Hallelujah. Hallelujah. You understand this? Yes. Yes. If you don't understand, please, I will pray. I don't waste my energy because I want to go tomorrow another conference. ଆଉ ଯଦି ଆପଣ ମାନେ ବୁଝିପାରୁନାହାନ୍ତି ଦୟାକରି ମୋତେ କହିବେ, ମୁଁ ଏଇଟା ପାଇଁ ବହୁତ ପରିଶ୍ରମ କରୁଛି, ଅଲଗା ଜାଗାକୁ ମୋତେ ଯିବାର ଅଛି। If you understand, okay, I will continue. No problem. ଆପଣ ଯଦି ବୁଝିପାରୁଛନ୍ତି ବହୁତ ଗୁଡ଼େ କଣ୍ଟିନ୍ୟୁ କରିବା, ଯଦି ବୁଝିବାରେ କିଛି ତ୍ରୁଟି ଅଛି ମୋତେ ଟିକେ ଜଣେ। Amen. Amen. Yes, you want to continue? Let's close. Yes. No problem, Continue. no problem. Continue. Okay. Thank you so much. See, this is the word. Okay. ଆଉ ଦେଖନ୍ତୁ ଏହା ଗୋଟେ ବାକ୍ୟ ଅଟେ। So we must receive it. ଆଉ ଆମମାନଙ୍କୁ ଏହା ପ୍ରାପ୍ତ ହେବାର ଆବଶ୍ୟକତା ଅଛି। That word has a power. ଆଉ ସେହି ରବରେ ଶକ୍ତି ରହିଅଛି। It's produced a 30, 60, 100. ଆଉ ଏହା 30 ଗୁଣ 60 ଗୁଣ ଫଳ ଉତ୍ପାଦନ କରିପାରେ। If you could not understand that word, ଆଉ ଯଦି ଆପଣମାନେ ତାହା ବୁଝିପାରିବେ ନାହିଁ, the Satan will come take up that word. ଆଉ ଶୟତାନ ଆସିବେ ଆଉ ତାହା ସେ ନେଇକି ପଳେଇଯିବେ। Yes, Jesus said like this. ଆଉ ଏହା ଏପରି ବିଷୟଟେ। In churches, the 4 kinds of hearts. ଆଉ ମଣ୍ଡଳୀ ଗୁଡ଼ାକରେ 4 ପ୍ରକାର ବିଷୟ ରହିଛି। One kind of heart cannot understand that one. ଆଉ 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 କିଛି ପ୍ରକାର ଲୋକ ସେମାନେ ବୁଝିପାରନ୍ତି ନାହିଁ। If you don't receive that one, if you understand, if you did not understand, you did not receive the word. ଆଉ ଯଦି ଆମେ ବୁଝିପାରିବାନି ତ ଆମେ ଗ୍ରହଣ କରିପାରିବା ନାହିଁ। So it's problem for us only. ତେଣୁ ଏହାମାନଙ୍କ ନିମନ୍ତେ ସମସ୍ୟାର କାରଣ। Okay, the Moses saw the fire. ଦେଖନ୍ତୁ ମୂଷା ସେ ଅଗ୍ନିକୁ ଦେଖୁଛନ୍ତି। That fire carries the life.
ଆଉ ସେହି ଅଗ୍ନି କଣ କରୁଛି ନଷ୍ଟ କରିବା ବଦଳରେ ଜୀବନ ନେଇକି ଆସୁଛି The fire attracts the Moses. ଆଉ ସେହି ଅଗ୍ନି ମଉସାଙ୍କୁ ଆକର୍ଷଣ କରୁଛି The fire released the voice of God to Moses. ଆଉ ସେହି ଅଗ୍ନି ମଧ୍ୟରୁ ପରମେଶ୍ୱର ରବକୁ ସେ ଛାଡୁଥିବା ପ୍ରକାଶ କରୁଛି That fire ସେହି ଅଗ୍ନି reveals original identity of Moses. ଆଉ ସେହି ଅଗ୍ନି ମଉସା କିଏ ଅଟନ୍ତି ତାଙ୍କର ପରିଚୟକୁ ପରିପ୍ରକାଶ କରୁଛି See, that only one encounter. ଆଉ ତାହା କେବଳ ଗୋଟିଏ ସାକ୍ଷାତକାର ମଉସାଙ୍କର The first 40 years of Moses ପ୍ରଥମ 40 ବର୍ଷ ମଉସାଙ୍କର is well educated. Well educated. ବହୁତ ଶିକ୍ଷିତ ଅଟେ ଭଲ ବିଷୟ ଅଟେ He knows everything. ସେ ସବୁ ବିଷୟ ଜାଣିଛନ୍ତି But became a zero. କିନ୍ତୁ ସେ ପରବର୍ତ୍ତୀ ସମୟରେ ସେ ଗୋଟେ ଶୂନ୍ୟ ଅବସ୍ଥାରେ ରହିଲେ Next 40 years, ପରବର୍ତ୍ତୀ 40 ବର୍ଷ he became a husband of Sipporah. ଆଉ ସେ ସିପୁରାର ସ୍ୱାମୀ ହେଲେ He lost everything. ଆଉ ସେ ସବୁ କିଛି ହରେଇଲେ He became a zero person. ସେ ପୁରା ସମ୍ପୂର୍ଣ୍ଣ ଶୂନ୍ୟ ଅବସ୍ଥାକୁ ଆସିଲେ See, very careful. ଧ୍ୟାନ ଶୁଣିବ He is a very intelligent guy, ଆଉ ମୋ ଜଣେ ନିଶ୍ଚିତ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି well educated. ଭଲ ଶିକ୍ଷିତ ବ୍ୟକ୍ତି He knows everything, ସେ ସବୁ ବିଷୟ ଜାଣନ୍ତି but became a failure. କିନ୍ତୁ ସେ ବିଫଳ ହେଲେ After that, ତାହା ପରବର୍ତ୍ତୀ ସମୟରେ he went to Yitro house. ଆଉ ସେ ନିଜ Yitro house. Yitro. ଚିତ୍ର Uncle. ଓକେ ତାଙ୍କର ଅଙ୍କଲଙ୍କ ଘରକୁ ସେ ଗଲେ He married in Sipporah. ଆଉ ସେ ଜୀବନଙ୍କ ସହିତ ବିବାହ କଲେ Then uncle gave some goats. ଆଉ ଅନେକ ଛେଳି ଗୁଡାକ ତାଙ୍କର ସେଇ ଶ୍ୱଶୁର ବାପା ଦେଲେ So he is the shepherding that lands. ଆଉ ଛେଳି ଚରେଇକି ସିଏ ପେଟ ପୋଷଣା କରୁଛନ୍ତି ଆଉ Think about that. ଭାବି ନିଅନ୍ତୁ How very intelligent person. ଭାବି ନିଅନ୍ତୁ କେତେ ବୁଦ୍ଧି ବିଚକ୍ଷଣ ବ୍ୟକ୍ତି Now what is doing? ଏହିପରି ଜଣେ ବିଶିଷ୍ଟ ବ୍ୟକ୍ତି ମେଷ ମାନଙ୍କୁ He ଚରଉଛନ୍ତି became a shepherd. ସେ ଜଣେ ସାଧାରଣ ପାଳକ ମେଷ ପାଳକ But after 80 years, କିନ୍ତୁ ପରବର୍ତ୍ତୀ 80 ବର୍ଷ ପରେ one encounter of the God, ଈଶ୍ୱରଙ୍କ ସହିତ ଗୋଟେ ସାକ୍ଷାତ one encounter of fire, ଗୋଟିଏ ଅଗ୍ନି ସହିତ ସାକ୍ଷାତ he became a great leader. ଆଉ ସେ ଜଣେ ମହାନ ନେତା ହେଇଗଲେ Amen. ତାରି ମାରି ପ୍ରଭୁ Hallelujah. ହାଲେଲୁୟା Hallelujah. ହାଲେଲୁୟା One fire. ଗୋଟିଏ ଅଗ୍ନି That fire reveals his identity. ଆଉ ସେହି ଅଗ୍ନି ମଉସାଙ୍କର ପରିଚୟକୁ ପରିପ୍ରକାଶ କଲା 8 years he cannot do anything. 80 ବର୍ଷ ଧରି କିଛି କରିପାରିଲେ ନାହିଁ But after 40 years, କିନ୍ତୁ 40 ବର୍ଷ ପରେ 80 to 120. 80 to 120. ଆଉ 80 years to 120 years. ଓକେ 80 ବର୍ଷରୁ 21 ବର୍ଷ ପରେ He became a great leader. ଆଉ ସେ ଜଣେ ଏହିପରି ଜଣେ ମହାନ ନେତା ହେଲେ He is the best world famous shepherd in the world. ଆଉ ଏହି ଜଗତରେ ଜଣେ ସୁପରିଚିତ ମେଷ ପାଳକ ଅଟନ୍ତି How many people he baptized, you know? ଆପଣମାନେ ଜାଣିଛନ୍ତି କେତେ ଲୋକମାନଙ୍କୁ ସେ ବାପ୍ତିସ୍ମ ଦେଲେ Moses baptized or not? ୟେସ୍ ୟେସ୍ ସୁମ ସାଗରରେ ବାପ୍ତିସ୍ମ ଦେଲେ ନାହିଁ କି दिया कि नहीं? Mom is telling 6 lakhs 6 lakhs. Wonderful. 6 lakhs man only. କେବଳ 6 ଲକ୍ଷ ନୁହେଁ ମୋ ପ୍ରିୟମାନେ 25 lakhs people he baptized. 25 ଲକ୍ଷ ଲୋକମାନଙ୍କୁ ସେ ବାପ୍ତିସ୍ମ ଦେଲେ Is anybody is there? ଏମିତି କିଏ ଜଗତରେ ଅଛନ୍ତି କି There is no shepherd like that. ଏଇ ଜଗତ ମଧ୍ୟରେ ଏହିପରି ପାଳକ କେହି ନାହାନ୍ତି He is a great leader. ସେ ଜଣେ ମହାନ ନେତା ଅଛନ୍ତି Amen. ଆମେନ୍ Because of that fire encounter. ସେଇ ଗୋଟିଏ ଅଗ୍ନି ସହିତ ସାକ୍ଷାତ ପରେ That fire reveals his identity. ଆଉ ତାହାଙ୍କର ପରିଚୟ ସେ ଅଗ୍ନି ପ୍ରକାଶ କଲେ Why he created? Why he created? କାହିଁକି ନା ସେ ସ୍ରଷ୍ଟା ଅଟନ୍ତି Why God why God prepared, what is the plan of God upon his life? ଓକେ ତାହାଙ୍କ ଜୀବନରେ ପ୍ରଭୁଙ୍କର କଣ ଯୋଜନା ତାହା ସେ ରିଭିଲ୍ କଲେ ପ୍ରକାଶ କଲେ That fire reveals. ସେଇ ଅଗ୍ନି ତାଙ୍କୁ ପ୍ରକାଶ କଲେ He totally changed. ଆଉ ତାଙ୍କର ଜୀବନ ବଦଳି He totally transformed. ଆଉ ତାହାଙ୍କର ପରିବର୍ତ୍ତନ ଘଟିଲା After that encounter, ଆଉ ସେଇ ସାକ୍ଷାତ ପରେ he went to Egypt. ଆଉ ସେ ମିଶରକୁ ଗଲେ Amen. ଆମେନ୍ Hallelujah. ହାଲେଲୁୟା The fire can do like that. ଆଉ ଅଗ୍ନି ଏପରି କାର୍ଯ୍ୟ କରିପାରେ That's why Lord Jesus is saying, ସେଇଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି କଥା କୁହନ୍ତି I will give you baptism of the Holy Spirit with fire. ଆଉ ମୁଁ ଆପଣ ମାନଙ୍କୁ ପବିତ୍ର ଆତ୍ମାଙ୍କର ଅଗ୍ନିରେ ବାପ୍ତିସ୍ମ ଦେବି If you touch that fire, ଆଉ ସେ ଅଗ୍ନିକୁ ଆପଣ ସ୍ପର୍ଶ କଲେ if you carry that fire, ଆଉ ସେ ଅଗ୍ନିକୁ ଆପଣ ମାନେ ଧାରଣ କଲେ
you are dangerous to Satan kingdom. ଆଉ ଆପଣ ଶୈତାନର ସାମ୍ରାଜ୍ୟ ନିମନ୍ତେ ବିପଦଜନକ ପାଲଟି ଯିବେ। See, in this world, anybody can play with fire. এই জগତ ମଧ୍ୟରେ କିଏ ଏମିତି ଅଛନ୍ତି କି ଅଗ୍ନି ସହିତ ଖେଳନ୍ତି? Tell me. Nobody. Yeah, play with fire. Nobody, even madman cannot play. ଏପରିକି ପାଗଳ ବ୍ୟକ୍ତି ବି ନିଆଁ ସହିତ ଖେଳିବ ନାହିଁ। Amen. ଆମେ Amen. But we carry the heavenly fire. କିନ୍ତୁ ଆମ୍ଭେମାନେ ସ୍ୱର୍ଗୀୟ ଅଗ୍ନିକୁ ଧାରଣ କରିକି ଚାଲୁ। The demons tremble before you. ଆଉ ଯେହେତୁ ଆମ୍ଭେମାନେ ସେ ଅଗ୍ନିକୁ ଧାରଣ କରିକି ଚାଲୁ, ମନ୍ଦ ଆତ୍ମା ଗୁଡାକ ଥରହର ହୁଅ। When Jesus is preaching, ଆଉ ଯେତେବେଳେ ଯୀଶୁ ଖ୍ରୀଷ୍ଟ ପ୍ରଚାର କରନ୍ତି, the devil asks the Jesus Christ, ଆଉ ସେଇ ମନ୍ଦ ଆତ୍ମା ଯୀଶୁକୁ ପଚାରିଲେ, I know you are the Son of God. ମୁଁ ଜାଣେ ତୁମେ ଈଶ୍ୱରଙ୍କ ପୁତ୍ର ଅଟ। Before time you are torturing me. ଆଉ ଆପଣ Before time you are torturing me. ପୂର୍ବ ଦିନ ଗୁଡ଼ିକରେ ତୁମେ ମୋତେ ତାଡ଼ନା କଷ୍ଟ ଦଉଥିଲ। Amen. Why? When Jesus preaching, the fire is going like that. ଆଉ କାହିଁକି ଏଇପରି ହେଲା? ଯେତେବେଳେ ଯୀଶୁ ଖ୍ରୀଷ୍ଟ ପ୍ରଚାର କରୁଥାନ୍ତି, ଆତ୍ମାଙ୍କର ଅଗ୍ନି ବାକ୍ୟରେ ପ୍ରବାହିତ ହଉଥିଲା। Amen. Amen. Hallelujah. Hallelujah. When you baptize in the fire, ଆମ୍ଭେମାନେ ଯେତେବେଳେ ପବିତ୍ର ଆତ୍ମାଙ୍କ ଠାରେ ବାପ୍ତିସ୍ମ ହେବା, you are dangerous to the Satan kingdom. ଆପଣ ଏବଂ ମୁଁ ଶୈତାନ ନିମନ୍ତେ ବିପଦ ହେଇଯିବ। See, Satan only fears only fire. ଆଉ ଜାଣିଛନ୍ତି ଶୈତାନ ଯଦି କୌଣସି ବିଷୟ ଭୟ କରେ ତାହା ଅଗ୍ନି। Why? କାହିଁକି? That fire remembers his destiny. କାହିଁକି ନା ସେଇ ଅଗ୍ନି ଶୈତାନର ଲକ୍ଷ୍ୟସ୍ଥଳକୁ ମନେ ରଖେ। Amen. Amen. The fire remembered Satan his destiny. କାହିଁକି ନା ଆମମାନେ ସମସ୍ତେ ଜାଣିଛୁ ଶୈତାନକୁ ସେଇ ଅଗ୍ନିରେ ପ୍ରଭୁ କଣ କରିବେ? ଦଗ୍ଧ କରିବେ। ସେଥିପାଇଁ ଏହି ଅଗ୍ନି ସେଇ ଦଗ୍ଧତା ଲକ୍ଷ୍ୟସ୍ଥଳକୁ ମନେ ପକେଇ। Amen. Amen. Hallelujah. 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 That's why ସେଇଥିପାଇଁ when you fill with the fire of God, ଆମ୍ଭେମାନେ ଯେତେବେଳେ ଈଶ୍ୱରଙ୍କର ସେଇ ଅଗ୍ନିରେ ପରିପୂର୍ଣ୍ଣ ହେବା, when you carry that fire of God, ସେହି ଈଶ୍ୱରଙ୍କର ଅଗ୍ନି ଧାରଣ କରିକି ଚାଲିବା, you have become a very dangerous fellow. ଆମ୍ଭେମାନେ ବିପଦପୂର୍ଣ୍ଣ ବ୍ୟକ୍ତି ହେବା। Amen. Amen. Hallelujah. Hallelujah. So Moses when encountered that fire, ଯେତେବେଳେ ମୋସା ସେଇ ଅଗ୍ନି ସହିତ ସାକ୍ଷାତ କଲେ, till that time, ସେଇ just he became only shepherd. ଏଇ ଅଗ୍ନି ସହିତ ସାକ୍ଷାତ କରିବା ପର୍ଯ୍ୟନ୍ତ ମୋସା ଜଣେ ସାଧାରଣ ବେଶ ବାଳକ ଥିଲେ। After that encounter, ସେଇ ସାକ୍ଷାତ ପରବର୍ତ୍ତୀ ସମୟ ପରେ the fire transformed Moses. ଏହି ଅଗ୍ନି ମୋସାଙ୍କର ଜୀବନ ସବୁ କିଛି ପରିବର୍ତ୍ତନ କଲା। Amen. Amen. Fire is one quality. ଆଉ ଅଗ୍ନିର ଗୋଟେ ଗୁଣ ଅଛି। When the fire touches something, ଆଉ ଯେତେବେଳେ ଅଗ୍ନି ଗୋଟେ ବିଷୟକୁ ସ୍ପର୍ଶ କରେ, it transfers its nature to that one. ଆଉ ତାହାଙ୍କର ଗୁଣ ସେହି ଜାଗାକୁ ସେ କଣ କରିଥାଏ? ପ୍ରଦାନ କରିଥାଏ। Amen. Amen. Hallelujah. Suppose these kerchiefs are put in the fire. ଯଦି ଭାବି ନିଅନ୍ତୁ ଏହି ରୁମାଲ ଯଦି ଆମେ ନିଆଁରେ ପକେଇଦେବା, Now this kerchief is very good. ଏହି ରୁମାଲ ଭଲ ରୁମାଲଟେ, When I put it in the fire, ନିଆଁରେ ଯଦି ପକେଇଦେବି, it's become a fire. ଏହା ନିଆଁ ହେଇଯିବ। What that means? ଏହାର ଅର୍ଥ କଣ? The fire transforms like that only. ଆଉ ଅଗ୍ନି ତାର ଗୁଣ ଯେତେବେଳେ ଜଣେ ବ୍ୟକ୍ତି ଧାରଣ କରନ୍ତି, ସେ ବ୍ୟକ୍ତିଙ୍କ ଜୀବନ ସେ ଅଗ୍ନି ପ୍ରକାଶ କରେ। Now Moses, ବର୍ତ୍ତମାନ ମୋସା very dull candidate, very dull. He became a dull candidate. ଓକେ, ବର୍ତ୍ତମାନ ମୋସା ଜଣେ ଶିଥିଳ ବ୍ୟକ୍ତି ଭାବରେ ଅଛି। There is no fire in life. ଆଉ ତା ଜୀବନରେ ଅଗ୍ନି ନାହିଁ। So he is waiting for death only. He is waiting for death. Moses waiting for death. ଓକେ, ଯେହେତୁ ବର୍ତ୍ତମାନ ମୋସା ଯେହେତୁ ଗୋଟେ ଶିଥିଳ ଅବସ୍ଥାରେ ଅଛନ୍ତି, ମୃତ୍ୟୁକୁ ଅପେକ୍ଷା କରି ଅଛନ୍ତି। Because became an old man, 80 years. ବର୍ତ୍ତମାନ 80 ବର୍ଷ ହେଇଗଲା, ବୃଦ୍ଧା ହେଇଗଲେ। You would suppose to ask the old man, ଆଉ ଯଦି ମୁଁ କହିବି ଜଣେ ବୃଦ୍ଧା ବ୍ୟକ୍ତିଙ୍କୁ, what will they say? କଣ ସେମାନେ କୁହନ୍ତି? Everything is completed. ସବୁ କିଛି ସରିଗଲା, So I am waiting for entering to the. ସାରାବାତି ନିଜ ସାରା କାଟିମା। Same like that only. ସେ ମୋସା ମଧ୍ୟ ସେହିପରି, Moses like that only. ମୋସା ବି ସେହିପରି ମୃତ୍ୟୁକୁ ଅପେକ୍ଷା କରି ବ୍ୟସ୍ତ। And the fire touches it. କିନ୍ତୁ ଯେତେବେଳେ ଅଗ୍ନି ତାଙ୍କ ଜୀବନରେ ସ୍ପର୍ଶ ଆଣିଲା, His life burning. ଆଉ ସେ ପ୍ରଜ୍ୱଳିତ ହଉଛନ୍ତି, His life burning. ସେ ପ୍ରଜ୍ୱଳିତ ହଉଛନ୍ତି। He went into 40 years. ଆଉ He went back to the 40 years. ଆଉ ସେ ପୂର୍ବ 40 ବର୍ଷକୁ ଚାଲିଗଲେ। In 40 years, ଆଉ 40 ବର୍ଷରେ his life burning for the deliverance of the Israel. ଆଉ ସେ ଇସ୍ରାଏଲ ଲୋକମାନଙ୍କୁ ମୁକ୍ତ କରିବା ନିମନ୍ତେ ପ୍ରଜ୍ୱଳିତ ହଉଛନ୍ତି। How is that happen? ଆଉ ଏହା ବର୍ତ୍ତମାନ ଏପରି ଘଟିବ। Because of that fire. ଏହି ଅଗ୍ନି ସକାଶୁ ଏହା ଘଟିବ। It's very special. ଏହା ସ୍ୱତନ୍ତ୍ର ଅଟେ। When Shadrach, Meshach, Abednego ସଦରକ ମହେଶକୁ ଅବେଦନକୁ ଯେତେବେଳେ put into fire, ଅଗ୍ନିରେ ପକାଗଲେ,
fire came. ଓ ସ୍ୱର୍ଗୀୟ ଅଗ୍ନି ଏ ଜାଗାରେ ଉପସ୍ଥିତ ହେଲେ Everybody shocked. ସମସ୍ତେ ଆଚମ୍ବିତ ହେଲେ Maybe one king only saw that one. ଆଉ ହେଇପାରେ କେବଳ ରାଜା ଜଣେ ରାଜା ସେ ବିଷୟକୁ ଦେଖିପାରିଲେ Hey, see, we put into 3 men, ଆରେ ଦେଖ ଆମେ 3 ଜଣଙ୍କୁ ପକେଇଲୁ but there are 4 members. 4 ଜଣ ଦେଖାଯାଉଛନ୍ତି They are not burning. ଆଉ ସେମାନେ ପୋଡୁନାହାନ୍ତି ମାନେ ଦଗ୍ଧ ହଉନାହାନ୍ତି They are talking each ଆଉ other. ସେମାନେ ପରସ୍ପର କଥାବାର୍ତ୍ତା ହଉଛନ୍ତି Why? କାହିଁକି When they put into the fire, ଯେତେବେଳେ ସେମାନେ ଅଗ୍ନିରେ ପକାଗଲେ the heavenly fire came into that place. ସ୍ୱର୍ଗୀୟ ଅଗ୍ନି ସେମାନଙ୍କ ନିକଟରେ ଉପସ୍ଥିତ ହେଲା This world fire cannot burn that fire. ଆଉ ଏହି ଅଗ୍ନି ସେ ଅଗ୍ନିକୁ କେବେ ବି ଦଗ୍ଧ କରିପାରିବ ନାହିଁ Amen. Amen. Hallelujah. 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 This world fire cannot burn that fire. ଜଗତର ଅଗ୍ନି ଈଶ୍ୱରଙ୍କର ଅଗ୍ନିକୁ ନଷ୍ଟ କରି ପାରିବ ନାହିଁ ତାଳି ମାରି You carry that fire. ଯଦି ଆପଣ ମୁଁ ସେଇ ଅଗ୍ନିକୁ ଧାରଣ କରୁ This world fire cannot touch you. ଏଇ ଜଗତର ଅଗ୍ନି ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ It's true, brother. ଏହା ସତ୍ୟ ଟେ ମୋର ପ୍ରିୟମାନେ It's true. ଏହା ସତ୍ୟ Because that fire is the Christ. ଆଉ ସେହି ଅଗ୍ନି ଖ୍ରୀଷ୍ଟ ଅଟନ୍ତି The Christ take you into him. ଆଉ ସେହି ଖ୍ରୀଷ୍ଟ ଆମକୁ ନେଇକି ଯାଆନ୍ତି You become a fire. ଆପଣ ଅଗ୍ନି ପାଲଟି ଯିବେ Hallelujah. Hallelujah. When you baptize in the fire, ଆପଣ ମୁଁ ଯେତେବେଳେ ଅଗ୍ନିରେ ବାପ୍ତିତ ହେବା your identity totally changes. ଆପଣଙ୍କର ମୋର ପରିଚୟ ପରିବର୍ତ୍ତନ ହେବ Amen. Amen. See, everything is a purpose. ପ୍ରତିଟି ବିଷୟ ପଛରେ ଆଉ ଗୋଟେ ଯୋଜନା ରହିଛି The child is a purpose. ଏଇ ଚେୟାର ପଛରେ ଗୋଟେ ପର୍ପୋଜ ମାନେ ଯୋଜନା ରହିଛି Bible is a purpose. ବାଇବଲ ବି ଗୋଟେ ଯୋଜନା ଅଟେ Watch is a purpose. ଘଣ୍ଟା ବି ଗୋଟେ ଯୋଜନା ଅଟେ Fan is a purpose. ଫ୍ୟାନ ର ଗୋଟେ ଯୋଜନା ରହିଛି The same way. ତ ଠିକ ସେହିପରି You are here is a purpose. ଆପଣ ଏଠାରେ ଅଛନ୍ତି ତା ପଛରେ ଯୋଜନା ରହିଛି Don't die without purpose. ଆଉ ମାନେ ଯୋଜନା ବିହୁନେ ମୃତ୍ୟୁବରଣ କରନ୍ତୁ ନାହିଁ Die with the purpose. ଆଉ ଯୋଜନା ସହିତ ଆପଣ ମାନେ ମୃତ୍ୟୁବରଣ If you want to, you know your purpose, ଯଦି ଆପଣ ଆପଣଙ୍କର ଯୋଜନାକୁ ବୁଝିବେ you need the fire. ଆପଣଙ୍କୁ ଅଗ୍ନିର ଆବଶ୍ୟକତା That fire transforms you. ସେହି ଅଗ୍ନି ଆମମାନଙ୍କ ଜୀବନରେ ପରିବର୍ତ୍ତନ ଆଣେ That fire take you to who you are in Christ. ଆଉ ସେହି ଅଗ୍ନି ଆପଣମାନଙ୍କୁ ଆମେ ଖ୍ରୀଷ୍ଟରେ କିଏ ଅଟୁ ତାହା ସେ ପରିପ୍ରକାଶ କରିକି ନେଇକି ଯିବ Hallelujah. 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 See, we'll see one verse and we'll close. ଆଉ ଆମେ ମାନେ ଗୋଟିଏ ବାକ୍ୟ ପଢିବା ଏବଂ ଶେଷ କରିବା Isaiah 6. ଆଉ ଯିଶାୟା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 6 ଅଧ୍ୟାୟ 6. 6 ଅଧ୍ୟାୟ 6. Isaiah 6. Chapter 6. Chapter 6. ଯିଶାୟା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 6 ଅଧ୍ୟାୟ 6 କେଇ ଜଣ ପଢନ୍ତୁ ଏଥି ଉତ୍ତାରେ ସେଇ ଶରାପଗୁଣ ମଧ୍ୟରୁ ଏକ ଜଣ ମୋ ନିକଟକୁ ଉଡ଼ି ଆସିଲେ ତାଙ୍କ ହସ୍ତରେ ଖଣ୍ଡେ ଜ୍ୱଳନ୍ତା ଅଙ୍ଗାର ଥିଲା ସେ ଯଜ୍ଞ ବେଦୀରୁ ଚିମୁଟା ଦ୍ୱାରା ତାହା ନେଇଥିଲେ Amen. See, I'm reading in English. The one of the seraphim flew over to the altar and he picked up a burning coal with a pair of tongues. And he touched my lip with it and said, see, the coal has touched my lips. Now your guilt is removed and your sins are forgiven. Then I heard the Lord asking, whom should I send as a messenger to my people? Who will go for us? And I said, Lord, I will go, send me. ମୁଁ ପଢୁଛି ଦେଖନ୍ତୁ ଏଥି ଉତ୍ତାରେ ସେହି ଶରାପଗଣ ମଧ୍ୟରୁ ଏକ ଜଣ ମୋ ନିକଟକୁ ଉଡ଼ି ଆସିଲେ ତାଙ୍କ ହସ୍ତରେ ଖଣ୍ଡେ ଜ୍ୱଳନ୍ତ ଅଙ୍ଗାର ଥିଲା ସେ ଯଜ୍ଞବେଦୀରୁ ଚିମୁଟା ଦ୍ୱାରା ତାହା ନେଇଥିଲେ ପୁଣି ସେ ତଦ୍ୱାରା ମୋର ମୁଖ ସ୍ପର୍ଶ କରି କହିଲେ ଦେଖ ଏହା ତୁମ ଓଷ୍ଠଦଳକୁ ସ୍ପର୍ଶ କରିଅଛି ଏଟା ତୁମର ଅପରାଧ ସବୁ ଦୂରୀକୃତ ହେଲା ଓ ତୁମର ପାପ ମୋଚନ ହେଲା ଏଥି ଉତ୍ତାରେ ମୁଁ କାହାକୁ ପଠାଇବି ଓ କିଏ ଆମମାନଙ୍କ ପାଇଁ ଯିବ ପ୍ରଭୁଙ୍କର ଏହି ରବ ମୁଁ ଶୁଣିଲି ତେବେ ମୁଁ କହିଲି ମୁଁ ଅଛି ମୋତେ ପଠାଅ See, very clear. Listen very carefully. ଆଉ ଯତ୍ନ ସହକାରେ ଶୁଣିବା ମଧ୍ୟ ମାନେ When Isaiah saw one vision, ଯେତେବେଳେ ଯିଶାୟ ସେ ଗୋଟେ ଦର୍ଶନ ଦେଖିଥିଲେ he saw the throne of God. ଆଉ ସେ ପରମେଶ୍ୱରଙ୍କର ଗୋଟେ ବହୁତ ବଡ଼ ସିଂହାସନକୁ ଦେଖିଲେ The Father was sitting on the throne of ପିତା God. ପରମେଶ୍ୱର ସେଇ ସିଂହାସନରେ ବିରାଜମାନ ଅଛନ୍ତି Seraphim there, ସରାପଗଣ କିରୁବଗଣ ଅଛନ୍ତି cherubim there. କିରୁବଗଣ କଣ ଅଛନ୍ତି Then suddenly, ହଠାତ୍ one seraph ଗୋଟେ ସରାପଗଣ overflow the altar and pick up burning coal with the pair of tongues. ଆଉ ସେ ଉଡ଼ି ଆସିଲେ ଏବଂ ହସ୍ତରେ ଖଣ୍ଡେ ଜ୍ୱଳନ୍ତ ଅଙ୍ଗାର ଥିଲା ସେ ଯଜ୍ଞବେଦୀରୁ ଚିମୁଟା ଦ୍ୱାରା ତାହା ନେଇଥିଲେ Seraph took one
coal of fire, ଆଉ ଗୋଟିଏ ଜ୍ୱଳନ୍ତ ଅଙ୍ଗାର ନେଇକି ସେ ସରାପକଣ ନେଇକି ଆସିଲେ bring into Isaiah's lips. ଆଉ ଯେସାୟା ଭବିଷ୍ୟତ ବକ୍ତାଙ୍କ ମୁଖ ଭିତରେ ତାହା ପୁରେଇ ଦେଲେ Isaiah is a prophet of God. ଆଉ ଯେସାୟା ସିଏ ଜଣେ ଈଶ୍ୱରଙ୍କ ଜଣେ ଭବିଷ୍ୟତ ବକ୍ତା ଅଟନ୍ତି He saw him directly in throne room, ଆଉ ସେ ଡାଇରେକ୍ଟ ସିଧାସଳଖ ପରମେଶ୍ୱରଙ୍କ ସିଂହାସନକୁ ଦେଖି ପାରୁଛନ୍ତି not this eyes. ଏହି ଦୃଶ୍ୟ ଏହି ଚକ୍ଷୁ ଦ୍ୱାରା ନୁହେଁ His spiritual eyes may be seen. ଆତ୍ମିକ ଚକ୍ଷୁରେ ସେ ଦେଖୁଛନ୍ତି He is a prophet of God. ସେ ଈଶ୍ୱରଙ୍କର ଜଣେ ଭବିଷ୍ୟତ ବକ୍ତା ଅଟନ୍ତି When the seraphim took some fire, ସରାପକଣ ଚିମିଡ଼ା ଦ୍ୱାରା ଜ୍ୱଳନ୍ତ ଅଙ୍ଗାର ଦ୍ୱାରା ନେଇକି ଆସିଲେ and his lips, ମୋ ଯିଶାଙ୍କ ମୁଖରେ ତାହା ରଖିଦେଲେ now he's saying, ଆଉ ଯିଶା I'm କହୁଛନ୍ତି an unclean lip. ମୁଁ ପାପୀ ଅସ୍ଥାଗର ମନୁଷ୍ୟ I'm an unclean lip man. ମୁଁ ଜଣେ ଅପବିତ୍ର ବ୍ୟକ୍ତି He's crying like that. ସେ ଏପରି କ୍ରନ୍ଦନ କରୁଛନ୍ତି After that, ତାପରେ he heard the ସେ voice. ଗୋଟେ ରବକୁ ଶୁଣି ପାରିଲେ Previously I said, the fire brings the voice. ଆମମାନେ ପୂର୍ବରେ ଆମେ ଶୁଣୁଥିଲୁ କି ଅଙ୍ଗାର ଅଗ୍ନି ଜୀବନ ଆଣିକି ଆସେ The same fire ସେଇ ସମାନ ଅଗ୍ନି touched Isaiah. ଯିଶାୟାଙ୍କୁ ସ୍ପର୍ଶ କଲେ Now hearing the voice of God. ଆଉ ଯିଶାୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଅଗ୍ନି ସ୍ପର୍ଶ କଲେ ସେ ଈଶ୍ୱରଙ୍କ ରବ The ଶୁଣୁଛନ୍ତି voice says, ଆଉ ସେ ରବ ଏପରି କୁହେ whom shall I send? କାହାକୁ ମୁଁ ପ୍ରେରଣ କରିବି No, who will go for me? କିଏ ମୋ ପାଇଁ ଯିବ Immediately Isaiah said, ଆଉ ଅତି ଶୀଘ୍ର ଯଥା ଠିକ ସାଙ୍ଗେ ସାଙ୍ଗେ ଚିନ୍ତା କହିଲେ here I am alone. ପ୍ରଭୁ ମୁଁ ଅଛି ଏଠାରେ ମୋତେ Here ପଠାନ୍ତୁ I am alone. ମୁଁ ଏଠାରେ ଅଛି Please send me. ଦୟାକରି ମୋତେ ପଠାନ୍ତୁ See, this encounter, ଦେଖନ୍ତୁ ଏଇ ସାକ୍ଷାତ Isaiah's life totally changed. ଯିଶାୟ ଭବିଷ୍ୟତ ବକ୍ତାଙ୍କର ଜୀବନ ବଦଳିଗଲା 5 chapters of Isaiah, ଆଉ 5ଟି ପର୍ବ ପରେ ଯିଶାୟ ଭବିଷ୍ୟତ ବକ୍ତା 1 to 5, ଏକ ପର୍ବରୁ 5 ପର୍ବ ପର୍ଯ୍ୟନ୍ତ is condemned the people. ଆଉ ଲୋକମାନଙ୍କୁ ସେ ଅଭିଶାପ କଲେ ବା ସେ ତିରସ୍କାର କଲେ After that fire encounter, ଆଉ ଏଇ ଅଗ୍ନିର ସାକ୍ଷାତ ପରେ after that fire touched his life, ଆଉ ଏଇ ଅଗ୍ନି ତାଙ୍କର ଜିଭାରେ ସ୍ପର୍ଶ କଲା ପରେ it totally changed. ସେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଲେ So look, you will go your home and just search, you will find out this one. ଆଉ ଆପଣ ଘରକୁ ଯାଆନ୍ତୁ ଯିଶା ଭବିଷ୍ୟତ ବକ୍ତା ଏ ପୁସ୍ତକ ପଢନ୍ତୁ ଆପଣ ବୁଝିପାରିବେ ଜାଣିପାରିବେ After 6, ଆଉ ଏ 6 ଅଧ୍ୟାୟ ପରେ he is a channel of Christ. ଆଉ ସେ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟେ ଚ୍ୟାନେଲ ବା ସେ ଗୋଟେ ସ୍ଥାନ ବା ସେ ଗୋଟେ କ୍ଷେତ୍ର ପାଲଟି ଗଲେ He saw the Jesus Christ, ସେ ଯୀଶୁ ଖ୍ରୀଷ୍ଟଙ୍କୁ the ଦେଖିଲେ crucifixion of Jesus Christ, ଯୀଶୁ ଖ୍ରୀଷ୍ଟଙ୍କ କୃଷାର୍ପଣକୁ ଦେଖିଲେ end of the world. ଆଉ ଜଗତର ପତନକୁ ଦେଖିଲେ Yeah, he saw everything. ସେ ସବୁ କିଛି ଦେଖୁଛନ୍ତି That is his identity. ତାହା ତାଙ୍କର ପରିଚୟ That God created for to reveal His Son sacrifice and the end times. The God created for Okay. Isaiah. The God planned for Isaiah to reveal the Christ. ଯିଶାୟ ଭବିଷ୍ୟତ ବକ୍ତାଙ୍କ ପାଇଁ ପରମେଶ୍ୱର କଣ ଯୋଜନା କଲେ କି ଏଇ ଯିଶାୟ ଭବିଷ୍ୟତ ବକ୍ତା ଏଇ ଜଗତକୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ କଣ କରିବେ ପରିପ୍ରକାଶ କରିବେ He is a prophet of God. ଆଉ ସେ ଈଶ୍ୱରଙ୍କ ଜଣେ ଭବିଷ୍ୟତ ବକ୍ତା ଅଟନ୍ତି He is a good prophet of God. ସେ ଜଣେ ଉତ୍ତମ ଏବଂ ବାସ୍ତବ ଈଶ୍ୱରଙ୍କର ଜଣେ ଦାସ ଅଟନ୍ତି His hierarchy is very powerful. His hierarchy, the previous forefathers, very powerful. ଆଉ ତାହାଙ୍କର ପୂର୍ବପୁରୁଷ ବଡ଼ ବହୁତ ଶକ୍ତିଶାଳୀ ଲୋକମାନେ ଅଟନ୍ତି He is very godly man. ଆଉ ସେ ଜଣେ ଈଶ୍ୱରୀୟ ବ୍ୟକ୍ତି ଥିଲେ He is a prophet of God. ଆଉ ସେ ପ୍ରଭୁଙ୍କର ଜଣେ ଦାସ ବା ଭବିଷ୍ୟତ ବକ୍ତା ଅଟନ୍ତି But when he received that fire, ଆଉ ସେ ଅଗ୍ନି ଯେତେବେଳେ ସେ ପ୍ରାପ୍ତ କଲେ his identity totally changed. ତାହାଙ୍କର ପରିଚୟ ପରିବର୍ତ୍ତନ ହେଲା And the God gave a great privilege to him. The Bible, in the Bible, ଆଉ ପ୍ରଭୁ ଏଇ ବାକ୍ୟରେ ବାଇବଲରେ ତାଙ୍କୁ ସୁଯୋଗ ଦେଲେ ଯିଶାୟ his book is a small Bible. ଆଉ ତାହାଙ୍କର ବହି ଗୋଟେ ଛୋଟ ବାଇବଲ ଅଟେ ଯିଶାୟ Exactly 39 chapter Old Testament, 39 books, Old Testament. ଓକେ ପୁରାତନ ନିୟମ 39 ପୁସ୍ତକ ରହିଅଛି Exactly Old New Testament also. Exactly New Testament. ଆଉ ନୂତନ ନିୟମରେ ମଧ୍ୟ 27 ପୁସ୍ତକ ଠିକ ସେହିପରି In Isaiah 66 chapters. ଆଉ ଯିଶାୟ ଭବିଷ୍ୟତ ପୁସ୍ତକ 66 ପୁସ୍ତକ The Bible 66 books. ସବୁ ବାଇବଲ ପୁରାତନ ନିୟମ ନୂତନ ନିୟମକୁ ମିଶେଇ 66 ପୁସ୍ତକ The Old Testament and New Testament. ଓ ପୁରାତନ ନିୟମ ନୂତନ ନିୟମକୁ ମିଶେଇ 66 ପୁସ୍ତକ Because of that only fire and God. ଆଜ୍ଞା କଣ କହିବା ପାଇଁ ଚାହାନ୍ତି ଯିଶାୟ ପୁସ୍ତକରେ 66ଟି କଣ ପର୍ବ ଅଛି କାହିଁକି ଏପରି
ଏହା ଅଟେ ଅଗ୍ନି ସହିତ ସାକ୍ଷାତ କଲା ପରେ ଏପରି ପରିଚୟର ପରିବର୍ତ୍ତନ That much that much fire transforms you. ଏହିପରି ଗୋଟେ ବୃହତ ପରିବର୍ତ୍ତନ ଏହି ଈଶ୍ୱରୀୟ ଅଗ୍ନି କରିପାରେ। Amen. ଆମେନ୍। Isaiah is a man of God. ଆଉ ଇସାୟା ସେ ଈଶ୍ୱରଙ୍କର ଜଣେ ଦାସ ଅଟନ୍ତି। Moses is the plan of God. ଆଉ ମୋଶା ଈଶ୍ୱରଙ୍କର ଜଣେ ଯୋଜନା ଅଟନ୍ତି। When the fire had gone, ଆଉ ଯେତେବେଳେ ଅଗ୍ନି ସହିତ ସାକ୍ଷାତ କଲେ life transformed. ସେମାନଙ୍କର ଜୀବନ ଶୈଳୀ ବଦଳିଲା। They life totally transformed. ସମ୍ପୂର୍ଣ୍ଣ ଜୀବନ ବଦଳିଗଲା। Became a great person. ଆଉ ଜଣେ ମହାନ ବ୍ୟକ୍ତି ବିଶେଷ ହେଲେ। We know about Elijah. ଆମମାନେ ଏଲିୟଙ୍କ ବିଷୟରେ ଜାଣୁ। We know about the fire carriers in the Bible. ଆମମାନେ ଜାଣୁ ଅଗ୍ନି ବହନକାରୀ ବାଇବଲରେ ଅନେକ ଇତିହାସ ବ୍ୟକ୍ତି ମାନେ ଅଛନ୍ତି। When they baptized in the fire, ଯେତେବେଳେ ସେମାନେ ଅଗ୍ନିରେ ବାପ୍ତିଜିତ ହେଲେ they totally transformed. ସେମାନଙ୍କର ଜୀବନରେ ପରିବର୍ତ୍ତନ ଘଟିଲା। The Lord Jesus wants us. This is the last generation. ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୁହନ୍ତି ଯୀଶୁ ଖ୍ରୀଷ୍ଟଙ୍କ ସମୟରେ ଏହା ଶେଷ ଗୋଟେ ସମୟ ଅଟେ। Amit sir, इसका डॉक्टर को मैरिज नहीं कर सकते ଆଉ ମୁଁ ଜାଣିନି ଅମିତ ଆଜ୍ଞା ତାଙ୍କର ଝିଅକୁ ବିବାହ ଦେଇପାରିବେ କି ନାହିଁ। जब तक ये हम लोग ऊपर चले जाते हैं. ଆଉ ଯୋଉ ପର୍ଯ୍ୟନ୍ତ ଆମେ ଉପରକୁ ଯାଇନା ହଉ ସେ ପର୍ଯ୍ୟନ୍ତ ବହୁତ ରହିବା କିନ୍ତୁ ଯିବୁ ବୋଲି ଆଉ କିଛି କରିହବ ନାହିଁ। Hallelujah. Hallelujah. Hey, come on, pastors. The rapture is ready. ପ୍ରିୟ ବାଳକ ବନ୍ଧୁ ମାନେ ପରବର୍ତ୍ତୀ ଘଟଣା ବାଇବଲ ଇତିହାସରେ ଯଦି କିଛି ରହିଅଛି ତାହା ମଣ୍ଡଳୀ ଖ୍ରୀଷ୍ଟଙ୍କ ସହିତ ମେଘମାଳାରେ ସାକ୍ଷାତ କରିବ। We are the generation seeing what the Bible says about the end times. ଆଉ ଆମମାନେ ଏଇ ସମୟର ଲୋକମାନେ ଏହି କଥା ଜାଣିପାରୁ ବାଇବଲର କଥା କହେ ଅନ୍ତିମ ସମୟ ଆମକୁ କଣ ଅନ୍ତିମ ସମୟ କେମିତି ସେ ବିଷୟରେ ବାଇବଲ କଥା କହେ। We are the lost generation. ଆମେ ମାନେ ଶେଷ ସମୟର ଲୋକମାନେ। There is another generation. There is another generation. ଆଉ ଅଲଗା ସମୟ ନାହିଁ। We are the lost generation. ଆମେ ଶେଷ ଜେନେରେସନ ଶେଷ ସମୟର ଲୋକ। So we must fight for God. ଆଉ ଆମେ ମାନେ ପ୍ରଭୁଙ୍କ ନିମନ୍ତେ ଅଗ୍ନି ସ୍ୱରୂପ ହେବା। Yes, we burn for God. ଆମେ ମାନେ ପ୍ରଭୁଙ୍କ ପାଇଁ ପ୍ରଜ୍ୱଳିତ ହେବା। Yes, we burn for God. ଆମେ ଖ୍ରୀଷ୍ଟ ପ୍ରଭୁଙ୍କ ପାଇଁ ପ୍ରଜ୍ୱଳିତ ହେବା। We cannot burn for God yourself. ଆମେ ମାନେ ନିଜ ପାଇଁ ଆମେ ଚଳିବା ନାହିଁ। The Jesus himself gives that burning to you. ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଆମକୁ ସେଇ ପ୍ରଜ୍ୱଳନ ଦେବେ। When you baptize in the Holy Spirit. ପବିତ୍ର ଆତ୍ମାଙ୍କ ଠାରେ ବାପ୍ତିଜିତ ହେବା। When you baptize in the Holy Spirit. ପବିତ୍ର ଆତ୍ମାଙ୍କ ଠାରେ ବାପ୍ତିଜିତ ହେବା। The burning will start. ଆମମାନଙ୍କ ଜୀବନରେ ସେ ପ୍ରଜ୍ୱଳନ କାର୍ଯ୍ୟ ଆରମ୍ଭ The ହେବ। burning will start. ସେଇ ପ୍ରଜ୍ୱଳନ କାର୍ଯ୍ୟ ଆରମ୍ଭ ହେବ। Jeremiah says like this. Jeremiah says like this. ଆଉ ଜିରିମିୟା ଏପରି କୁହନ୍ତି I don't want to preach the word. ମୁଁ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ପାଇଁ ଚାହେଁ ନାହିଁ। But your fire କିନ୍ତୁ ତୁମର ଅଗ୍ନି is burning in my bones. କିନ୍ତୁ ମୋ ହାଡ଼ ମଜ୍ଜାରେ ତାହା ପ୍ରଜ୍ୱଳିତ ହେଉଅଛି। He is encouraging to preach your word. ମୋତେ ସେଇ ତୁମର ବାକ୍ୟକୁ ପ୍ରଚାର କରିବା ପାଇଁ ମୋତେ ପ୍ରଜ୍ୱଳନ କରୁଅଛି। Amen. So when you baptize in the fire, ଆମେ ମାନେ ଯେତେବେଳେ ପବିତ୍ର ଆତ୍ମାଙ୍କ ଠାରେ you ବାପ୍ତିଜିତ became a fire. ଆମେ ମାନେ ଅଗ୍ନି ହେବୁ। You are very dangerous to Satan kingdom. ଶୈତାନର ସାମ୍ରାଜ୍ୟ ପାଇଁ ଆପଣ ମୁଁ ବିପଦଜନକ ହେବୁ। The Satan can't see you, ଆଉ ଶୈତାନ ଆମକୁ ଦେଖିବା ପାଇଁ ଡରିବ। but they sense what you are carrying. What you are carrying. They sense what you are carrying. ଓକେ ଆମେ ମାନେ କଣ ଧାରଣ ଓକେ ଶୈତାନ ଆମକୁ ଦେଖି ନ ପାରେ ଆମେ କଣ ଧାରଣ କରୁ ତାହା ସେମାନେ ଅନୁଭବ କରିବେ। When you carry some fire, ଆମେ ମାନେ ଅଗ୍ନି ଧାରଣ କରିବା your word became a fire. ଆମମାନଙ୍କର ଶବ୍ଦ ଶକ୍ତିଯୁକ୍ତ ହେବ। Your presence became a fire. ଆମମାନଙ୍କର ଉପସ୍ଥିତି ଅଗ୍ନିମୟ ହେବ। The fire is the atmosphere of God. ଆଉ ଅଗ୍ନି ଈଶ୍ୱରଙ୍କର ଉପସ୍ଥିତି ଅଟେ। Amen. Amen. The fire is atmosphere of God. ଈଶ୍ୱରଙ୍କର ପରିବେଶ ଅଗ୍ନି ଈଶ୍ୱରଙ୍କର ପରିବେଶ ଅଟେ। Amen. Amen. The Bible says when he moves, before the fire moves. ଆଉ ଆମ ବାଇବଲ ଏଇ କଥା କୁହେ ଆମେ ମାନେ ଯେତେବେଳେ ଗମନାଗମନ କରିବା ଆମେ ଯିବା ପୂର୍ବରୁ ଈଶ୍ୱରଙ୍କର ଅଗ୍ନି ଆମ ସମ୍ପର୍କରେ ଗମନ କରିବେ। The Lord wants to be like that. ଆଉ ପରମେଶ୍ୱର ଆପଣଙ୍କୁ ମୋତେ ସେଇ ବିଷୟ ଇଚ୍ଛା କରନ୍ତି। All this will do only Jesus Christ. ଆଉ ଏଇ ସମସ୍ତ ବିଷୟ କେବଳ ଯୀଶୁ ଖ୍ରୀଷ୍ଟ କରିବେ। And the Holy Spirit came upon Peter. ପବିତ୍ର ଆତ୍ମା ପିତରଙ୍କ ଉପରେ ଅବତୀର୍ଣ୍ଣ କଲେ। Before the Holy Spirit came upon him, ପିତରଙ୍କ ଉପରେ ପବିତ୍ର ଆତ୍ମା ଅବତୀର୍ଣ୍ଣ କରିବା ପୂର୍ବର କଥା fire came upon Peter. ଅଗ୍ନି ପିତରଙ୍କ ଉପରକୁ ଅବତୀର୍ଣ୍ଣ କଲେ। That fire cleansed Peter. ସେଇ ଅଗ୍ନି ପିତରଙ୍କୁ ପରିଷ୍କୃତ କଲେ। The fire cleansed Peter ପିତରଙ୍କୁ ସେଇ ଅଗ୍ନି ପରିଷ୍କୃତ କଲେ to stay Holy Spirit. ଆଉ ପବିତ୍ର ଆତ୍ମା ଯେପରି ରହିବେ ସେଥିପାଇଁ ପବିତ୍ରୀକୃତ। The fire cleanses us. ଆଉ ଅଗ୍ନି ଆମକୁ ପରିଷ୍କୃତ କରେ। Any filthy things it burns. ଆଉ ଏଇ ଅଗ୍ନି କଣ କରିବ ଆମମାନଙ୍କର ଅନ୍ତରରେ ଥିବା ପାପ
ବନ୍ଦ ସେ ତାକୁ ସେ ପଢେଇ ଦେବ It's make you holy. ଆଉ ସେ ଆମମାନଙ୍କୁ ପବିତ୍ର କରିବ It makes you holy. ଆମମାନଙ୍କୁ ତାହା ପରିଷ୍କାର When you move with the whole fire, ଆମେ ଯେତେବେଳେ ଅଗ୍ନି ଧାରଣ କରି ଗମନାଗମନ କରିବା when you see the people, ଆମେ ଲୋକଙ୍କୁ ଯେତେବେଳେ ଦେଖିବା that fire burns you. ଆଉ ସେହି ଅଗ୍ନି ଆମମାନଙ୍କ ଅନ୍ତରରେ ପ୍ରଜ୍ୱଳିତ ହେବ You will say one word, Lord, they are perishing. ଆଉ ଆପଣ ଯେତେବେଳେ ଗୋଟିଏ କଥା କହିବେ ପ୍ରଭୁ ସେମାନେ ବିନଷ୍ଟରେ ଅଛନ୍ତି Save them. ସେମାନଙ୍କୁ Have mercy on them. ଓ ସେମାନଙ୍କୁ ଅନୁଗ୍ରହ କର You say like that. ଆପଣ ସେପରି କୁହନ୍ତୁ There is no fire. ଯଦି ସେପରି ଅଗ୍ନି ନାହିଁ I don't tell you. I'm not Because going you are a wonderful man of God. କାରଣ ମୁଁ କହିବି ନା ଆପଣ ମାନେ ପ୍ରଭୁଙ୍କ If ଜଣେ you don't, if you don't have a fire, ଯଦି ଅଗ୍ନି ଆପଣଙ୍କ ଜୀବନରେ ନାହିଁ there is no fire. ସେ ପଛୁ ଆସିବ ନାହିଁ The people are burning. ଆଉ ଲୋକମାନେ ମୃତ୍ୟୁ ମାନେ ବିନଷ୍ଟ ଯାଉଛନ୍ତି See, in Acts chapter 8, ପ୍ରେରିତ 8 ଅଧ୍ୟାୟ before Philip came, ଫିଲିପ ଆସିବା ପୂର୍ବରୁ in that Samaria, in Samaria, ଓକେ ସମରିଆ ଅଞ୍ଚଳରେ in that city, one magic man is there. ୟା ଓକେ ଜଣେ ଜାଦୁକାରୀ ଜଣେ ବ୍ୟକ୍ତି ଥିଲେ ଆଉ ଫିଲିପ ଆସିବା ପୂର୍ବରୁ He is like it's a God's form. ଆଉ ଏମିତି ଲାଗୁଥିଲା କି ସେ ଜଣେ ଈଶ୍ୱରଙ୍କର ଶକ୍ତି ଧାରଣକାରୀ ବ୍ୟକ୍ତି When the Philip came, ଫିଲିପ ଯେତେବେଳେ ଆସିଗଲେ the Philip did the so mighty miracles in there. ଆଉ ସେହି ଅଞ୍ଚଳ ମଧ୍ୟରେ ଫିଲିପ ଅନେକ ଅଦ୍ଭୁତ କାର୍ଯ୍ୟ ଗୁଡାକ କଲେ The people believed the Christ. ଆଉ ଲୋକମାନେ ଖ୍ରୀଷ୍ଟଙ୍କର ବିଶ୍ୱାସ One man, ଜଣେ ବ୍ୟକ୍ତି total Samaria Patana, ସମରିଆ ଅଞ୍ଚଳ ଲୋକମାନେ ପରିବର୍ତ୍ତନ brings the joy. କାହିଁକି ନା Brings the joy. ସେ ଆନନ୍ଦ ଘଟିଗଲା Only one person. ଜଣେ ବ୍ୟକ୍ତିଙ୍କ ଦ୍ୱାରା Because his spirit is burned. କାହିଁକି ନା ଫିଲିପଙ୍କ ଅନ୍ତରରେ ଈଶ୍ୱରଙ୍କର ଅଗ୍ନି ପ୍ରଜ୍ୱଳିତ ହଉଥିଲା He baptized in the Holy Spirit. ସେ ପବିତ୍ର ଆତ୍ମାରେ ବାପ୍ତିଜିତ ହୋଇଥିଲେ When he went into Samaria, ଯେତେବେଳେ ସମରିଆକୁ ସେ ପାଦ ପକାଇଲେ totally changed. ସମରିଆ ପରିବର୍ତ୍ତନ ହେଇଗଲା Masters, ବାଳକ ବନ୍ଧୁମାନେ you are the version and authority. ଆପଣଙ୍କ ଠାରେ ବାସ୍ତବିକ ଅଧିକାର ରହିଅଛି If you are not sure the authority of God, ଯଦି ଆପଣଙ୍କ ଜୀବନରେ ଈଶ୍ୱରଙ୍କର ଅଧିକାର ପ୍ରତି ନିଶ୍ଚିତ ନାହାନ୍ତି that you will get authority to rule the world. ଆଉ ଶୟତାନର ଅଧିକାର ଆପଣଙ୍କୁ ରାଜତ୍ୱ କରିବେ See, in our country, now, ଆମ ଦେଶରେ ଦେଖନ୍ତୁ ବର୍ତ୍ତମାନ Babas are ruling. ବାବା ମାନେ ରାଜତ୍ୱ କରୁଛନ୍ତି True or false? ସତ ନା ମିଛ Yes. Who is the responsible? କିଏ ଦାୟିତ୍ୱବାନ ତା ପାଇଁ କିଏ ମାନେ କିଏ ତା ପାଇଁ Thy ଦାୟୀ we the ଆମେ faithful. ମାନେ ଦାୟୀ Because you are the carry the power of God. କାରଣ ଆମେ ମାନେ ଈଶ୍ୱରଙ୍କର ଅଗ୍ନିକୁ ଧାରଣ କରୁ But you are silent. କିନ୍ତୁ ଆମେ ମାନେ ନିରବ ଭାବରେ ଅଛୁ When the original silence, ଯେତେବେଳେ ଆମେ ନିରବ ଭାବରେ ରହୁ duplicate rule the world. ଆଉ ଆମେ ନିରବ ରହିଲେ ଶୈତାନ କାର୍ଯ୍ୟ ଆରମ୍ଭ କରିବ Duplicate rule the world. ଆଉ ଶୈତାନ କାର୍ଯ୍ୟ କରିବ It's a duplicate. ଆଉ ଏହା ଗୋଟେ ଶୈତାନର ସାମ୍ରାଜ୍ୟ See, some Babas are saying that when you eat that one, you became a god. ଆଉ ଅନେକ ବାବା ମାନେ କୁହନ୍ତି ଯେତେବେଳେ କୁକୁରର Yeah, you became a good helper man. ଗୋବର ଗୋବର ଖାଇଲେ ଭଲ ମଣିଷ ହେବ ବୋଲି ବାବା ମାନେ କୁହନ୍ତି It's so false. ଏଇଟା ସତ କି ନାହିଁ କୁହନ୍ତୁ How it's foolish. ଏତେ ଗୋଟେ ମୂର୍ଖତା ବିଷୟ ଭାବନ୍ତୁ Why are they are ruling? କାହିଁକି ସେମାନେ ଶାସନ Why କରୁଛନ୍ତି are the people going there? କାହିଁକି ଲୋକମାନେ ଯାଉଛନ୍ତି We are silent. ଆମ୍ଭେମାନେ ନିରବ ଅଛୁ We are the silent. ଆମ୍ଭେମାନେ ନିରବ ଭାବରେ ଅଛୁ We are the silent. ଆମ୍ଭେମାନେ ନିରବ ଭାବରେ Because we are the people to ambassador of Christ. ଆମ୍ଭେମାନେ ସେହି ଲୋକମାନେ ଖ୍ରୀଷ୍ଟଙ୍କ ନିମନ୍ତେ ଆମେ ଖ୍ରୀଷ୍ଟଙ୍କ ମାନେ ଆଶ୍ଚର୍ଯ୍ୟ ଖ୍ରୀଷ୍ଟଙ୍କ ପାଇଁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ଲୋକମାନେ The God gives authority to us. ସେଇ ଅଧିକାର ପ୍ରଭୁ ଆପଣଙ୍କୁ ମୋତେ ଦେଇଛନ୍ତି But we are fear about all these things. କିନ୍ତୁ ଆମ୍ଭେମାନେ ସମସ୍ତେ ଏଇ ସମସ୍ତ ବିଷୟ ପ୍ରତି ଭୟଭୀତ ଅଟୁ It's true. ଏହା ସତ୍ୟ ମଧ୍ୟ If you are silent, ଯଦି ଆମ୍ଭେମାନେ ନିରବ ରହିବା duplicate will rule the world. ଶୈତାନ ରାଜତ୍ୱ କରିବ Duplicate rule the world. ଶୈତାନ ରାଜତ୍ୱ କରିବ Masters. ବାଳକ ବନ୍ଧୁମାନେ The God chosen you. ପରମେଶ୍ୱର ଆପଣଙ୍କୁ ମୋତେ ମନୋନୀତ See, କରିବେ before He chosen you, ପ୍ରଭୁ ଆମମାନଙ୍କୁ ମନୋନୀତ କରିବା ପୂର୍ବରୁ He know starting to end. ଆଉ ଆମକୁ ମନୋନୀତ କରିବା ପୂର୍ବରୁ ପ୍ରଭୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜାଣିଛନ୍ତି He knows you. ସେ ଆପଣଙ୍କୁ ମୋତେ ଜାଣନ୍ତି You are a successful man. ଆମମାନେ ସଫଳୀକୃତ ଲୋକ ଅଟୁ You are a successful pastor. ଆମେମାନେ ସଫଳୀକୃତ ପାଳକ ବନ୍ଧୁମାନେ ଅଟୁ See how God sees you. ଭାବନ୍ତୁ ପ୍ରଭୁ ଆପଣଙ୍କୁ କିପରି ଦେଖନ୍ତି
When if you see how God sees you, ଆପଣ ଯଦି ପ୍ରକୃତରେ ଦେଖିପାରିବେ ପ୍ରଭୁ ଆପଣଙ୍କୁ କେମିତି ଦେଖନ୍ତି you became like that. You became like that. ଆପଣ ମଧ୍ୟ ସେହିପରି ହେଇଯିବେ If you look yourself, ଆପଣ ଯଦି ନିଜକୁ ନିଜ ତରିକାରେ ଦେଖିବେ in words are very persecution. ନାଇଁ ଏଠାରେ ବହୁତ ତାଡ଼ନା ଅଛି So maybe BJP government ruling. ନାଇଁ 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 ବିଜେପି ସରକାର ରାଜତ୍ୱ କରୁଛି So in few days they will also bring the anti-conversion bill. ଆଉ ବିଭିନ୍ନ ପ୍ରକାର ଧର୍ମାନ୍ତରୀକରଣ ନୀତି ନିୟମ ସେମାନେ କିଛି ଦିନ ଆଣିବେ Like that only. ଅନେକ ଯଦି ଏପରି ଆମେ ନକାରାତ୍ମକ ଭାବିବା The duplicate will ଆଉ ଶୈତାନ ରାଜତ୍ୱ କରିବା କାରଣ See how many days we live, that is not count. How many days we want, this is not count, that is not count. ଆମର ଡେସ୍ ଓକେ How many days live on this earth? Okay. It's not that count. ଓକେ ଆମେ ମାନେ ଯେତେ ଦିନ ଜଗତରେ ରହିବା ସେଟା ବଡ଼ କଥା ନୁହେଁ Yes. How you impact the people is not. That is the count. ଆମେ ମାନେ କେତେ ଦିନ ଜଗତରେ ବଞ୍ଚିବା ସେଟା ବଡ଼ କଥା ନୁହେଁ କିନ୍ତୁ ଆମେ ମାନେ କେତେ এই জগতକୁ ପ୍ରଭାବ ପକେଇ ପାରୁଛୁ ଈଶ୍ୱରଙ୍କର ସନ୍ତାନ ବୋଲି ଦାସ ବୋଲି ତାହା ହେଉଛି ଇମ୍ପୋର୍ଟାଣ୍ଟ We know, we clearly know if we die, we or live forever with the Lord Jesus Christ. ଆମେ ମାନେ ଜାଣୁ ଆମେ ଯଦି ମରିବୁ ବା ବଞ୍ଚିବା ମାନେ ଖ୍ରୀଷ୍ଟଙ୍କ ପାଇଁ ଆମେ ଜାଣିଛୁ There is no doubt at all. ଏଇଟା କୌଣସି ସନ୍ଦେହ ନୁହେଁ Before that, ତା ପୂର୍ବରୁ we will do something and will die. ଆମେ ମାନେ କିଛି ଗୋଟେ କରିବା ତାପରେ Amen. ଆମେ We will do something and die. କିଛି ଗୋଟେ କରିବା ତାପରେ Die, death is already defeated. ଆଉ ଆପଣ ମାନେ ଜାଣିଛନ୍ତି ବାଇବଲ ଏ କଥା କୁହେ ମୃତ୍ୟୁ ଅଲରେଡି ପରାଜିତ ହେଇଛି Death is the door to heaven. ଆଉ ମୃତ୍ୟୁ ଆମମାନଙ୍କ ନିମନ୍ତେ ସ୍ୱର୍ଗର ଦ୍ୱାର ଅଟେ For us only. For us. ଆମମାନଙ୍କ ପାଇଁ କେବଳ ଅଟେ Not Gentiles. ସେ ଅଣଜୀବୀ ଅଣ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ନୁହେଁ Before that, ତାହା ପୂର୍ବରୁ we will do for Christ. ଖ୍ରୀଷ୍ଟଙ୍କ ପାଇଁ କିଛି କରିବା Something we must impact the people. କିଛି ନା କିଛି ଆମେ ଲୋକମାନଙ୍କୁ ପ୍ରଭାବିତ କରିବା You want to burn like this? ଆପଣ ମାନେ କି ସେଇ ଈଶ୍ୱରୀୟ ଅଗ୍ନିରେ ପ୍ରଜ୍ୱଳିତ ହେବା ପାଇଁ ଚାହାନ୍ତି You need the fire baptism. ଆପଣ ମାନଙ୍କୁ ଅଗ୍ନିର ବାପ୍ତିସ୍ମର ଆବଶ୍ୟକତା You need that fire baptism. ସେଇ ଅଗ୍ନିର ବାପ୍ତିସ୍ମର ଆବଶ୍ୟକତା ରହିଛି That only Jesus will give you that baptism. ଆଉ ସେହି ବାପ୍ତିସ୍ମ କେବଳ ଖ୍ରୀଷ୍ଟ ଆପଣଙ୍କୁ ଦେଇପାରିବେ Just close your eyes. ସମସ୍ତେ ଚକ୍ଷୁ ବନ୍ଦ Just close your eyes. ଚକ୍ଷୁ ବନ୍ଦ Just close your eyes. Just close your eyes. ଚକ୍ଷୁ ବନ୍ଦ Just close your eyes. Just listen, just wait, don't say anything. Don't say anything, just listen what your spirit is saying. ମନରେ ପ୍ରଭୁଙ୍କ ଲୋକମାନେ ଆପଣଙ୍କୁ ପବିତ୍ର ଆତ୍ମା କଣ କହୁଛନ୍ତି ତାହା ଶୁଣନ୍ତୁ What is your spirit is saying? ଆପଣଙ୍କ ଅନ୍ତରରେ ପବିତ୍ର ଆତ୍ମା ଈଶ୍ୱର କଣ କହୁଛନ୍ତି ଶୁଣନ୍ତୁ What Holy Spirit is talking to you? ପବିତ୍ର ଆତ୍ମା ଆପଣଙ୍କୁ କଣ କଥା ହଉଛନ୍ତି ଶୁଣନ୍ତୁ Just wait. ଅପେକ୍ଷା କରନ୍ତୁ Yes, we are closing now. ଆମେ ମାନେ ସମାପ୍ତ କରିବା ପାଇଁ We ଯାଉଛୁ are closing now. ଆମେ ସମ୍ପୂର୍ଣ୍ଣ କରିବା ପାଇଁ ଯାଉଛୁ Sisters, ପ୍ରିୟ ଭଉଣୀ ମାନେ please sisters, ପ୍ରିୟ ଭଉଣୀ ମାନେ listen. ଶୁଣନ୍ତୁ This last revival, এই ଶେଷ ଉଦ୍ଦୀପନା the ladies will major role. ଆଉ এই ମହିଳା ମାନଙ୍କର ମୁଖ୍ୟ ଗୋଟେ ଦାୟିତ୍ୱ ରହିଅଛି Yes, the ladies will be the major role in the last revival. ଆଉ ଏ ଶେଷ ଉଦ୍ଦୀପନାରେ ମହିଳା ମାନଙ୍କର ଗୋଟେ ବହୁତ ବଡ଼ ମୁଖ୍ୟ ରୋଲ୍ ବା ଭୂମିକା ରହିଅଛି Don't only do that, we are preparing good food and we are taking the children. That is enough for me. Don't think like that. ଭାବନ୍ତୁ ନାହିଁ ଯେ ମୋର କାମ ହେଉଛି ରୋଷେଇ କରିବାଟା ସ୍ୱାମୀକୁ ସେବା କରିବା ପିଲାମାନଙ୍କୁ ସେବା କରିବା ସେତିକି କେବଳ ଭାବନ୍ତୁ ନାହିଁ You also burn for the Christ. ଆପଣମାନେ ମଧ୍ୟ ଖ୍ରୀଷ୍ଟଙ୍କ ପାଇଁ ପ୍ରଜ୍ୱଳିତ ହେଇପାରିବେ You are only the backbone to the pastors. ଆପଣମାନେ ହିଁ କେବଳ ବାଳକମାନଙ୍କର ମେରୁଦଣ୍ଡ ଅଟନ୍ତି Your prayer only protect your pastors. ଆପଣଙ୍କର ପ୍ରିୟବଚନ ପ୍ରାର୍ଥନା ହିଁ ଆପଣଙ୍କର ବାଳକମାନଙ୍କୁ ସାହାଯ୍ୟ କରିବ Your prayer only give the strength to the pastors. ବାଳକମାନଙ୍କୁ ଆପଣମାନଙ୍କର ପ୍ରାର୍ଥନା ହିଁ ଶକ୍ତି ଯୋଗାଇବ Please, this is also for you. ଏହା ଆପଣମାନଙ୍କ ନିମନ୍ତେ ଅଟେ ମୋର ପ୍ରିୟମାନେ Please, pastors, listen what the Holy Spirit says to you. ପ୍ରିୟ ବାଳକ ବନ୍ଧୁମାନେ ପବିତ୍ର ଆତ୍ମା କଣ କହୁଛନ୍ତି ଶୁଣନ୍ତୁ Please, listen. ଦୟା କରି ଶୁଣନ୍ତୁ Just wait, just wait. ଶୁଣନ୍ତୁ You will listen to small voice ଆପଣମାନେ ସେଇ ସୂକ୍ଷ୍ମ ଶୁଣିପାରିବେ inside of you, ଆଉ ସେ ଆପଣଙ୍କ କଥା not outside of you. ସେ ଆପଣଙ୍କ ଅନ୍ତରରେ ଅଛନ୍ତି ସେ ବାହାରେ ନାହାନ୍ତି Yes, inside, inner voice will you listen. ଆପଣମାନେ ସେ ଅନ୍ତରରୁ ରୋଗକୁ ଶୁଣିପାରିବେ If you listen that voice, ଯଦି ଆପଣ ସେ ରୋଗକୁ ଶୁଣିବେ just stand. ଛିଡ଼ା ହେଇପାରିବେ Don't stand. All don't stand. ସମସ୍ତେ ଛିଡ଼ା ହୁଅନ୍ତୁ ମନରେ ମୋ କଥା ଶୁଣନ୍ତୁ ସମସ୍ତେ ଛିଡ଼ା ହୁଅନ୍ତୁ ନାହିଁ ଯାହାଙ୍କୁ ପବିତ୍ର ଆତ୍ମା କଥା କହୁଛନ୍ତି ଛିଡ଼ା ହେବା ପାଇଁ ଗଛ ଦଉଛନ୍ତି ଆପଣ ଛିଡ଼ା ହେଇପାରିବେ କାହାକୁ ଦେଖିବାର ଆବଶ୍ୟକତା ନାହିଁ କାହାକୁ ଲଜ୍ଜିତ ହେବାର ଆବଶ୍ୟକତା ନାହିଁ Thank you.
Yes. Yes. One. Yes. পবিত্র আত্মা কথা কুহতি মোর প্রিয় ভাই কারণ বাক্য লেখা যায় মু দ্বার নিকট উপস্থিত কেহি যদি মোর আঘাত শুনি মো দ্বার খোলে মু তাহা নিকটକୁ ଯିବି পবিত্র আত্মা কাহাକୁ ସେ বাধ্য କରିବେ ନାହିଁ যদি পবিত্র আত্মা কথা কହୁଛନ୍ତି ନିର୍ଭୟରେ ଛିଡ଼ା ହୁଅନ୍ତୁ ଆପଣ ଆଶୀର୍ବାଦ ପାଇବେ ଆପଣ ଅଭିଷେକରେ ପରିପୂର୍ଣ୍ଣ ହେବେ ଆପଣ ଅଗ୍ନି ଧାରଣ କରିକି ସେବା କରିବେ Thank you, brother. Thank you so much. God bless you. Sister, this offer to you also. ଆପଣ ମାନଙ୍କ ମଧ୍ୟ ପ୍ରିୟ ଭଉଣୀମାନେ Yes, don't fear. କାହାକୁ ଭୟ କରନ୍ତୁ ନାହିଁ Don't fear. ଭୟ କରିବାର ଆବଶ୍ୟକତା ନାହିଁ The God is with us. ପ୍ରଭୁ ଆମମାନଙ୍କ ସହିତ The Lord is in us. ଆପଣ ପରମେଶ୍ୱର ଆମମାନଙ୍କ ଅନ୍ତରରେ God ଅଛନ୍ତି is upon us. ପରମେଶ୍ୱର ଆମମାନଙ୍କ ଉପରେ ଅଛନ୍ତି We are surrounded by God. ଆମେ ମାନେ ପରମେଶ୍ୱରଙ୍କ ଦ୍ୱାରା ମାନେ ଘେରିକି ରହିଅଛୁ Like Shadrach, Meshach, Abednego, ସଦରକ ମହେଶକ ଅବତାରକ ଯେମିତି ଘେରିକି ରହିଥିଲେ ପ୍ରଭୁ ଘେରିକି ରହିଥିଲେ they surrounded by the fire of God. ଇଏ ଅଗ୍ନି ଦ୍ୱାରା ଘେରିକି ରହିଥିଲେ The same thing will happen to you. ଠିକ ସେହିପରି ଆମମାନଙ୍କ ଜୀବନରେ ମଧ୍ୟ ଘଟେ Yes, thank you. Thank you. Thank you.